वाज वंडरफुल। ଆପଣ ମୁଁ ପରେ କାମ ଦେବ। ଆପଣ ବାକ୍ୟକୁ ବାଇବେଲକୁ ଏମିତି ପଢି ଜାଣିଲେ ତାହାର ସାରଟା ଆପଣ ଜାଣିପାରିବେ ବ୍ରଦର ସିଷ୍ଟର। ନହେଲେ ଏତେ ବଡ ବାଇବେଲ ଆପଣ ହାତରେ ଧରିକି ମାଙ୍କଡ ହାତରେ ନଡିଆ ଧରିଲା ପରେ, ମାଙ୍କଡ ଗୋଟେ ନଡିଆ ଗୋଟେ ଧରିକି ପଇଡ, ନଡିଆ ବି ନାହିଁ ପଇଡ, ପଇଡ ଗୋଟେ ଧରିକି ଡେଇଁ ପକାଉଛି ମୁଁ ଗୋଟେ ଫଳ ପାଇଲି ବୋଲି, କି ଲାଭ ସେ ତାକୁ ଫଟା ଜାଣିଲା ନାହିଁ, ଜାଣିନାହିଁ ଆଉ ଫଳ ପାଇଛି ବୋଲି ବା ସାଟିସ୍ଫାକ୍ସନ ଛଡା ତାକୁ ସେ ପଇଡ ସେ ନଡିଆ ତ ଫଟାଇ ଜାଣିବନି, ପଇଡ କୁଆଡେ ଫଟାଇ ଜାଣିବ। କେତେ ଜଣଙ୍କର ହାତରେ ବାଇବେଲ ନା ପଇଡ ପରି ଅଟେ, ତାକୁ ଖୋଲି ଜାଣିନାହାନ୍ତି, ଖୋଲିକି ଭିତରେ କଣ ଅଛି ତାର ସ୍ୱର, ତାର 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 ଫଳ ଖାଇ ଜାଣିନାହାନ୍ତି। ଚାରି ଚାରିଟା ବାଇବେଲ କିଣି ଦଉଥିବେ, ନହେଲେ ପ୍ରତିଜ୍ଞାର ବାକ୍ୟ ଚାରି ପାଞ୍ଚଟା ଲଗାଇ ଦେଇଥିବେ କାନ୍ଥରେ। ଭଲ ଠିକ ଅଛି ଯେ ଯୀଶୁଙ୍କର ଫଟୋ ଲଗାଇବା ଅପେକ୍ଷା ଆପଣଙ୍କର ଘରେ ବାକ୍ୟ ଲଗାଇବାଟା ଠିକ ଥିବ। ତଥାପି ମୁଁ କହୁଛି ବାକ୍ୟକୁ ଆପଣ ମାନେ ଖୋଳିକି ଭିତରକୁ ଯାଇକି ତାର ସାର ବାହାର କରନ୍ତୁ। ଆମେ ସାରା ବାଇବେଲରେ ଆମେ ଜାଣିବା ବିଷୟ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରମେଶ୍ୱରଙ୍କର ମନ, ପରମେଶ୍ୱରଙ୍କର ଯୋଜନା। ପରମେଶ୍ୱରଙ୍କ ପାଖକୁ ଯାଇକି ଆମେ କେମିତି ବର୍ତ୍ତାବ କରିବାର ଜାଣିବାର ଅଛି। କେମିତି ପ୍ରାର୍ଥନା କଲେ ସେ ଗ୍ରହଣ ଯୋଗ୍ୟ, ଆମେ ଗ୍ରହଣ ଯୋଗ୍ୟ ହେବୁ। କେମିତି ପ୍ରାର୍ଥନା କଲେ ସେ ଆମକୁ ଠୁକରାଇ ଦେବେ, ଆମକୁ ତୁଚ୍ଛ କରିବେ। वी हैव टू अंडरस्टैंड द माइंड ऑफ गॉड, कैसे बर्ताव करना है। एथिपाई बाइबल दिया ହେଇଛି ଆମକୁ। ଆଉ ପରମେଶ୍ୱରଙ୍କ ଯୋଜନା ଜାଣିବାର, ଆମ ପ୍ରତି ପରମେଶ୍ୱରଙ୍କ ଯୋଜନା ଇଚ୍ଛା କଣ, କଣ ଇଚ୍ଛା? ପରିତ୍ରାଣ ପାଉ ବୋଲି। Praise the Lord। କେମିତି ପରିତ୍ରାଣ ପାଇବୁ, କେମିତି ଧାର୍ମିକତାର ଜୀବନ କାଟିବୁ, କେମିତି ସଂଶୋଧନ କରିବୁ ନିଜକୁ, କେମିତି ପରିଷ୍କାର କରିବୁ ନିଜକୁ। ବାକ୍ୟ ମାନଙ୍କର ଗାଇଡ ଅଟେ, ଗାଇଡ ଗାଇଡ ଖ୍ରୀଷ୍ଟୀୟ ଜୀବନର ରାସ୍ତା ଦେଖାଏ, ହାଉ ଟୁ ଲିଭ୍ ଅ ଖ୍ରୀଷ୍ଟିଆନ ଲାଇଫ। ବାଇବେଲ କେବଳ ଏଟା ନୁହେଁ କି ହାଉ ଟୁ ଗେଟ୍ ହିଲ୍ଡ, ହାଉ ଟୁ ଗେଟ୍ ମନି, ହାଉ ଟୁ ଗେଟ୍ ହେଲ୍ଦି ଲାଇଫ। ମୁଁ ଦେଖେ ବେଳେ ବେଳେ ଗଡ ଚ୍ୟାନେଲ ର टाइटल्स गुड़िक हेल्दी लिविंग, वेल्दी लिविंग, जॉयफुल लिविंग, पीसफुल लिविंग। लिविंग का मरिंग नहीं की और मरी बाट नहीं की और କୁଆଡେ ଗୋଟେ ହାଇଦ୍ରାବାଦ ଗୋଟେ ବୁକ୍ ଷ୍ଟଲ କୁ ଯାଇଥିଲେ, ଖ୍ରୀଷ୍ଟିଆନ ବୁକ୍ ଷ୍ଟଲ। ସେଠି ବୋଧେ ଆର୍ ଷ୍ଟାନଲିଙ୍କର ଗୋଟେ ବହି ଦେଖିଲି, ମୁଁ କିଣି ନାହିଁ ଯେ ଟାଇଟଲ ବହୁତ ବଢିଆ ଲାଗିଲା ମତେ। ମୁଁ ତାଙ୍କର ବହୁତ ବୁକ୍ସ ଫଲୋ କରୁଥିଲି ଆଗେ, ବହି ଯାକ ପଢିବାର ଯୁଗ ଥିଲା, ଗୋଟେ ସମୟ ଥିଲା 10 ବର୍ଷ ପୂର୍ବେ। ସେଠି ଥିଲା ଟାଇଟଲ ହାଉ ନଟ୍ ଟୁ ଡାଏ। वाह। जनरली आमे देखू हाउ टू लिव, बट से लिखा थिला, टाइटल थिला हाउ नॉट टू डाई, केमिति न मरिबार। पापरे मरिबार नहीं ब्रदर। हाउ टू लिव ए हेल्दी लाइफ, हाउ टू लिव ए वेल्दी लाइफ। धनी है कि किमती बंचिबार, सुस्थ सबल जीवन किमती बंचिबार, शांति रे किमती बंचिबार, आर आनंद रे किमती बंचिबार, बंचिबा 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 चलची सबुठी। और से टाइटल थिला किमती न मरिबार, एटा जानिबार आज्ञा। हाँ पर मरिबार नहीं, परमेश्वर ठाରୁ ବିଚ୍ଛିନ୍ନ ହେଇକି ମରିବାର ନାହିଁ, ଗୁପ୍ତ ପାପ ଲୁଚାଇକି ରଖିକି ମରିବାର ନାହିଁ, ଶୈତାନ ସହିତ ଡିଲିଂ ରଖିକି ମରିବାର ନାହିଁ, ବନ୍ଧନରେ ଥାଇକି ମରିବାର ନାହିଁ। ହାଉ ନଟ୍ ଟୁ ଡାଏ। ମତେ ଭିତରେ କଣ ଅଛି ସେ ବହିରେ ମୁଁ ଦେଖିନି, କିନ୍ତୁ ସେ ଗୋଟେ ଟାଇଟଲ ମତେ ବହୁତ ଟଚ କଲା, ବହୁତ ଭ୍ୟାଲିଡ ଲାଗିଲା ଆକ୍ଚୁଆଲି। ଆପଣଙ୍କୁ ମିଳିଲେ କିଣନ୍ତୁ, ସେଟା ପଢନ୍ତୁ, ମତେ ଜଣାନ୍ତୁ କଣ ଅଛି, କଣ ଆଠ କଣ ଥିବ। टाइटल देखिए वी कैन गेस करि पारिबो कोन थिबो भितरे। केमिति बंचिबार टा नहीं आज्ञा, केमिति मरिबार जानिबार अछि ख्रिस्टियन जीवन माने सेटा। एमिति जीवन यापन करिबार कि आपण माने शांति रे मरि पारिबे। मरला परे लोक कहंती नहीं कि तार आत्मा को शांति मिलू, मरला परे कि शांति। बंची थाउ थो एमती जीवन यापन करिबार कि मरिबा बेले शांति रे मरिबा, ताहा हेले ही मरला परे आत्मा को शांति मिलिबो, तार आत्मार शांति मिलबो मरला परे कुआडे।
ମରଣା ବେଳେ ମରଣକୁ ଦେଖିକି ଡରିବାର ପରିସ୍ଥିତି ନ ଆସୁ, ସାହସରେ ଯେପରି ମରିପାରିବୁ, ଶାନ୍ତିରେ ଯେପରି ମରିପାରିବୁ, ପରିତ୍ରାଣ ପ୍ରାପ୍ତ ହେଇକି ଯେପରି ମରିପାରିବୁ, ବିଜୟରେ ଯେପରି ମରିପାରିବୁ। କେମିତି ମରିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ? ପିତା, I gave my soul into your hands. wow, କି କନଫିଡେନ୍ସ ଏଟା! ପିତା, ମୋର ଆତ୍ମ ସମର୍ପଣ କରୁଛି। ଆଉ ତା ପୂର୍ବରୁ ୱାର୍ଡ ଥିଲା, समाप्त ହେଲା। कुछ फिनिश किए तभी तो उनको साहस मिला। ତାଙ୍କର ଜଗତର ଜୀବନର କାମ ସେ ସାରିଛନ୍ତି ବୋଲେ ବାସ୍ ସାହସରେ ପରା। ଲୋକମାନେ ଥଟ୍ଟା କରନ୍ତୁ, ଲୋକମାନେ ମାରନ୍ତୁ, ଚିରନ୍ତୁ, କାଟନ୍ତୁ, ବ୍ୟସ୍ତ ହେଲେ ନାଇଁ ଯୀଶୁ ଖ୍ରୀଷ୍ଟ। ପ୍ରେଜ୍ ଦ ଲର୍ଡ। ତାଙ୍କ ହୃଦୟରେ ବହୁତ ଶାନ୍ତି ଥିଲା ଆଜ୍ଞା। ସେଥିପାଇଁ ସେ ଜାଣିଛନ୍ତି ଗୋଟେ 1.5 ଘଣ୍ଟା ପରେ ସୈନିକ ମାନେ ଆସିକି ତାଙ୍କ ହାତ ଗୋଡ ଧରିକି ଟାଣିକି ନେଇଯିବେ ବୋଲି ଜାଣିକି ବି, ରାତି ସାରା କରଡ଼ାରେ ମାରି ମାରିଥିବେ ବୋଲି ଜାଣିକି ବି, ସକାଳକୁ କଣ୍ଟାର ମୁକୁଟ ପିନ୍ଧେଇକି ଆଉ ସକାଳକୁ କ୍ରୁଶରେ ଟଙ୍ଗାଇ ଦେବେ ଆଉ ଝାଟସିନା ଫାଟିକିନା ମାରିବେନି, 9 ଘଣ୍ଟା କ୍ରୁଶରେ ଝୁଲିବାକୁ ପଡିବ ଖରାରେ ବୋଲି ଜାଣିକି ବି ସେ କଣ କହିଲେ ସେ ଶେଷ ରାତ୍ରରେ? ଆମ୍ଭ ଶାନ୍ତି ତୁମକୁ ଦେଇକି ଯାଉଛୁ। ଶାନ୍ତି ଦେଇକି ଯିବାଟା ବଡ କଥା ନେଇ, ମୋହର ଶାନ୍ତି ଦେଇକି ଯାଉଛି ବୋଲି କହିଲେ। ସକାଳକୁ ମରିବି ବୋଲି ଜାଣିକି ବି ସେ ରାତିରେ ତାଙ୍କର ହୃଦୟରେ କେମିତି ଥିଲା ଶାନ୍ତି, ପରେ ଜଣାଇବି ଆପଣଙ୍କୁ। ସିକ୍ରେଟ ଗୋଟେ, ସିକ୍ରେଟ ଫର ହାଭିଂ ଡିଭାଇନ ପିସ୍, ସ୍ୱର୍ଗୀୟ ଶାନ୍ତି ଆପଣଙ୍କ ହୃଦୟରେ ରଖିବା ପାଇଁ କେତେକ ସିକ୍ରେଟ ଅଛି, ମୁଁ ଜଣାଇବି ଆପଣଙ୍କୁ। କୋଉଠି କୋଉଠୁ ଜଣାଇବି? ପ୍ରଭୁ ମତେ ଦର୍ଶନ ଦେବେ କି? ରାଜୀବ, ଆଜି ରାତିରେ ଦର୍ଶନ ଦେବି, କାଲିକୁ ତମକୁ ଜଣାଅ କେମିତି ରହିଲେ, କେମିତି କରିଲେ ଶାନ୍ତିରେ ମରି ହେବ ବୋଲିବାଟା। ମତେ ଦର୍ଶନ ଦରକାର ନାହିଁ ଆଜ୍ଞା, ବାକ୍ୟ ଯଥେଷ୍ଟ। ଏଠି ଦେଖ, ଜଣା ପଡିବ। ଆଇ ସର୍ଚ୍ଚ ଦ ସ୍କ୍ରିପଚର୍ସ, ମୁଁ ବାକ୍ୟକୁ ଖୋଜେ, ପଢେ, ଧ୍ୟାନ କରେ, ଅଧ୍ୟୟନ କରେ। ମତେ ଦର୍ଶନ ଦରକାର ପ୍ରଭୁ। ଆଉ କେମିତି ହେଲେ ଶାନ୍ତିରେ ଜୀବନ ଯାପନ କରିବ, ମତେ ଦର୍ଶନ ଦେଖାଅ ବୋଲ ପ୍ରଭୁ। ଆଉ କଣ ଦର୍ଶନ ଦେବେ? ବାଇବେଲ ଦେଖ ବୋଲିବି ଆଉ ୱାନ୍ ଆଣ୍ଡ ଓନ୍ଲି ବାକ୍ୟର ମୂଲ୍ୟ ଜାଣି ପାରିଲେ ନାହିଁ। ହିଲିଂ ବ୍ଲେସିଂ, ହିଲିଂ ବ୍ଲେସିଂ, ହିଲିଂ ବ୍ଲେସିଂ ର ପଦ ପର୍ବ ବାଛି ବାଛି କାଢି କାଢି ସେଥିରେ ଯୁଗ ଚଳାଇ ଦେଇଛନ୍ତି। ଖାଲି ନା ପରିତ୍ରାଣ ପାଉଛନ୍ତି ଲୋକମାନେ। ବଡ ବଡ ହିଲିଂ ସଭାର ଗହଳି ଦେଖ ତ, ପରିତ୍ରାଣ ପ୍ରାପ୍ତ ଲୋକ ନୁହନ୍ତି ସେମାନେ। ଆଉ ପରିତ୍ରାଣ ପାଇବା ପ୍ରାପ୍ତ ହେଇଥିବା ଲୋକ, ପରିତ୍ରାଣର ମୂଲ୍ୟ ଜାଣିଥିବା ଲୋକ ହିଲିଂ ମିଟିଂ ପଛରେ ଧାଇଁବେ ନାହିଁ। ପଏଣ୍ଟ ବି ନୋଟେଡ। ହିଲିଂ ମିଟିଂ ପଛରେ ଧାଇଁବେ ନାହିଁ ଆଜ୍ଞା। ହିଲିଂ ପ୍ରେୟର କରାଇବାଟା ଭୁଲ ବୋଲି କହୁନାହିଁ, ବ୍ୟସ୍ତ ନଥିବ, ବ୍ୟସ୍ତତା ନଥିବ ବୋଲି କହୁଛି। ପରିତ୍ରାଣର ମୂଲ୍ୟ ଜାଣିଲେ ଆପଣ ମାନେ ଏ ଧନ ସମ୍ପତ୍ତି ଲାଳସା ଓ ଗାଡି ବଙ୍ଗଲା ପାଇବାଟା ଭୁଲ କି ପାପ କି? ନାଇଁ ତ। ଦେହର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାଟା ଭୁଲ ବୋଲି କହୁଛି କି? ନାଇଁ ନାଇଁ ନାଇଁ, ଭୁଲ ବୁଝନ୍ତୁନି ମତେ। କୋଉ ବିଷୟକୁ ପ୍ରାୟୋରିଟି ଦେବା, ଗୁରୁତ୍ୱ ଦେବା ବିଷୟ କହୁଛି। ଆଉ ଯାହା ଗୁରୁତ୍ୱପୂର୍ଣ୍ଣ ବିଷୟ ହାସଲ କରିଦେଲା ପରେ ବାକିଟା ପାଇଁ ଏତେ ବ୍ୟସ୍ତ ହେବେ ନାହିଁ ବୋଲି କହୁଛି। ବାଙ୍ଗରା ଯକ୍ଷକୁ ଯେତିକି ପଇସାର ଲୋଭ ଥିଲା, ସେଇ ଲୋଭ ଭିତରେ ଗୋଟେ ଆଶା, ଗୋଟେ ଛୋଟିଆ ଗୋଟେ ଆଶା ଥିଲା, ଯୀଶୁଙ୍କୁ ଦେଖିବି ବୋଲି। ଆଉ ସବୁ ଆଶା ଭିତରେ, ସବୁ ଦୁରାଶା ଭିତରେ, ସବୁ ଲୋଭ ଭିତରେ ଏଇ ଗୋଟେ କାମନା, ଏଇ ଗୋଟେ ଲାଳସା ତାର ପାଇଁ ଭଲ ହେଲା, ଯୀଶୁକୁ ଦେଖିବି ବୋଲି ବା ଆଶା ଯୋଉଟା ଅଛି ନାଇଁ କି, ପବିତ୍ର ଆତ୍ମାକୁ ଧନ୍ୟବାଦ ଦେଉଛି। ସବୁ ମନ୍ଦତା ଭିତରେ ଗୋଟେ ଉତ୍ତମତା ଅଛି ଦେଖନ୍ତୁ ଆପଣଙ୍କ ଭିତରେ, ତାହାକୁ କଲ୍ଟିଭେଟ କରନ୍ତୁ, ତାକୁ ବଡ କରନ୍ତୁ। ଆଉ ଯାଇକି ଦେଖିଦେଲା ପରେ କଣ ହେଲା? ଥରେ ଦେଖିଦେଲେ, ଥରେ ତାଙ୍କର ଦର୍ଶନ ପାଇଲେ, ଥରେ ତାଙ୍କର ସନ୍ଧାନ ପାଇଲା ପରେ କ୍ୟା ହୋ ଗୟା? ପ୍ରଭୁଙ୍କୁ ସେ ନିଷ୍ପତ୍ତି ନେଇ କହିଲେ ସବୁ ବାଣ୍ଟି ଦେବି ମୋର ପଇସା।
ସେଠି ପ୍ରଚାର କରିନାହାନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯକ୍ଷଙ୍କ ଘରକୁ ଯାଇକି ଖାଇଲା ବେଳେ ପ୍ରଚାର କିଛି କରାହେଇଥିଲା ହେଇନଥିଲା? ଯକ୍ଷ ଯଦି ତୁମେ ତୋର ସାରା ପଇସା ବାଣ୍ଟି ଦେବ ତାହେଲେ ତମର ଘରକୁ ଆସିବି ବୋଲି କଣ୍ଡିସନ ଦେଲେ କି? ନାଇଁ, ଦେର ୱାଜ ନୋ କଣ୍ଡିସନ। ଯେପରିକି ଆମେ କହିପାରୁ କି ତୁମେ ପ୍ରଭୁଙ୍କୁ ପାଇବାର ଅଛି ହେଲେ ତୁମ ସମ୍ପତ୍ତି ସବୁ ବିକିକି ଆସ ବୋଲି ଆମେ କହିବାଟା ଭୁଲ ହେବ। ଅବଶ୍ୟ ଯୀଶୁ ଜଣକୁ କହିଥିଲେ, ଜଣେ ଅଧିକାରୀଙ୍କୁ, ସବୁ ବାଣ୍ଟିକି ମୋ ପଛରେ ଆସେ ବୋଲି, ସେ ପଳେଇଲା। अध्यक्षों को किसी नो कहूनु, वॉलंटरीली आ गया। जब ना परमेश्वर को आप पसंद करते हो ना, आपको रूल्स की जरूरत नहीं होती। थोड़े कोई थी आपण मानक व्यवस्था व्यवस्था धार्मिक मानक ପାଇଁ दिया ही नहीं, दुष्ट मानक ପାଇଁ दिया ही। बुझले मोर कथा? व्यवस्था माने रूल्स, नियम कानून क्या को दिया हुए हैं? ଏବେ ଆମ ସଭାକୁ ଆମର ଚର୍ଚ୍ଚକୁ ଏ ମଦ ପିକା ଆସନ୍ତୁ ନାଇଁ ରେ ବୋଲି ଯଦି କହିଦେଲି, କାହାକୁ କୁହାହେଲା ସେଟା? ମଦ ଲୋକମାନଙ୍କୁ କୁହାହେଲା ନା ଭଲ ଲୋକମାନଙ୍କୁ କୁହାହେଲା? ଅବଶ୍ୟ ଯେ ମଦ ପିଉଛନ୍ତି, ଯେଉଁମାନଙ୍କୁ ମଦ ପିଇବାର ଅଭ୍ୟାସ ସେମାନଙ୍କୁ ଲାଗୁ ହୁଏ ସେ ରୁଲଟା। ଯେଉଁମାନଙ୍କୁ ମଦ ଅଭ୍ୟାସ ନାହିଁ ସେମାନେ କାହିଁକି ସେ ରୁଲକୁ ଦେଖି ଡରିବେ? ଦେଖିଲୁ ନା, ମଦ ପିଇକି ଆସୁନ ବୋଲି ଦେଲେ ଆମକୁ। ତମେ ପିଉଛ କି? ନାଇଁ ମୁଁ ତ ପିଉନି। ତୁ କାହିଁକି ଛଟପଟ ହେଇଯାଉଛୁ? ହେଲେ ଥରେ ସେମିତି କୁଆଡେ ମିଟିଂରେ ସେବକ ମାନେ, ପଇସା ଖାଇବା ଲୋକମାନେ ସମସ୍ତେ ଭ୍ରଷ୍ଟ ହେଇଯିବେ କଣ କଣ କହିଦେଲି ବୋଧେ, ମୁଁ ତ ମନେ ନାହିଁ। ବାପରେ ଏତେ ରାଗି ଗଲେ ସମସ୍ତେ। ଆରେ ତମେ ଯଦି ଭାବୁଛୁ ନାଇଁ ମୁଁ ପଇସା ଖାଇବା ପାଷ୍ଟ ନୁହେଁ ଆଜ୍ଞା ବୋଲି ଭାବୁଛୁ, ତମକୁ କାହିଁକି ପ୍ରୋବ୍ଲେମ ହେଲା? ଯେଉଁମାନେ ପଇସା ଖାଇକି ନାଟକ କରୁଛନ୍ତି ସେମାନେ ଦୁଃଖ କରିବା କଥା। ଆମକୁ ମାରିଲା ରେ, ଆମକୁ ଡୋଜ ମାରିଲା, ସେମାନେ କହା କହି ହେଲେ ଠିକ ଥିବ। ଯଦି ଭାବୁଛୁ ନାଇଁ ପର ଆମେ ପଇସା ପାଇଁ ଖାଇଲୁ କି ନାଇଁ, ଯଦି ନାଇଁ ତ କାହିଁକି ବ୍ୟସ୍ତ କାହିଁକି ହଉଛ? ସେମିତି ବ୍ୟବସ୍ଥା ଦୁଷ୍ଟ ମାନଙ୍କ ପାଇଁ ଦିଆ ହେଲା, ଧାର୍ମିକ ମାନଙ୍କ ପାଇଁ ବ୍ୟବସ୍ଥା ହିଁ ନାହିଁ। ସେମାନଙ୍କର ଜୀବନରେ ବ୍ୟବସ୍ଥା ଇନବିଲ୍ଟ ଅଟେ, ବାଇ ଡିଫଲ୍ଟ। କୋଉଠି ଲେଖା ଅଛି କହିବେ କି ବ୍ୟବସ୍ଥା ଦୁଷ୍ଟ ଧାର୍ମିକ ମାନଙ୍କ ପାଇଁ ନୁହେଁ? କହିଥିଲେ ଆପଣଙ୍କୁ କେତେ ଜଣଙ୍କ ମନେ ଅଛି? କୋଉଠି ଲେଖା ଅଛି? ପ୍ରଥମ ମତେ ମନେ ଅଛି ସାର୍, ପ୍ରଥମ ତିମୋଥୀ 1 ଅଧ୍ୟାୟ 8। ପଢିଦିଏ କିଏ ଅଛି? ସରନ୍ଦୀପ ନାଇଁ ବୋଧେ? ସରନ୍ଦୀପ ଅଛି ଅଛି ସାର୍, ବାବୁ? ପ୍ରେଜ୍ ଦ ଲର୍ଡ। ଓ ପ୍ରେଜ ଦ ଲର୍ଡ। ପ୍ରଥମ ତିମୋଥୀ ନା ଦ୍ୱିତୀୟ ତିମୋଥୀ ବାବୁ? ପ୍ରଥମ ତିମୋଥୀ। ପ୍ରଥମ ବିପିନ ତିମୋଥୀ। ପରା। ହଁ ପ୍ରଥମ ତିମୋଥୀ ପ୍ରଥମ ପଢିଦିଅ ତିମୋଥୀ ଆଠରୁ। ସାର୍। ପ୍ରଥମ ତିମୋଥୀ ଏକ ହଁ, 1-8-9। ହେଲା ଆଜ୍ଞା, ହେଲା କହିଦେଲା ପରେ କାହିଁକି 10 ଜଣ କହିବେ? ହେଲା ଓକେ, ଥ୍ୟାଙ୍କ ୟୁ ବଢିଆ ବଢିଆ ମନେ ରଖିଛନ୍ତି, ବଡ କଥା। ପ୍ରଥମ ତିମୋଥୀ 1 ଅଧ୍ୟାୟ 8 ସରଦୀପ। କିନ୍ତୁ କିନ୍ତୁ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ସ୍ଥାପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, ନରହନ୍ତା, ବ୍ୟଭିଚାରୀ, ପୁଂ ମୈଥୁନକାରୀ, ମନୁଷ୍ୟ ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀ ମାନଙ୍କ ନିମନ୍ତେ, ପୁଣି ହିତଜନକ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ ତାହା ନିମନ୍ତେ ଯେ ସ୍ଥାପିତ ହୋଇଅଛି, ଏହା ଜାଣି ବାସ୍ ଯଦି ବାସ୍, କେହି ହେଲା ଏହା ଜାଣ ବସ୍ ସେତିକି। ପରମେଶ୍ୱର ବ୍ୟବସ୍ଥା ଦେବାର ଦରକାର, ତାଙ୍କୁ କଣ ପାଇଁ ପଡିଲା ତାଙ୍କ ପିଲାମାନଙ୍କୁ? ଆପଣଙ୍କୁ କହିଥିଲି ଘରେ ଦିଟା ଝିଅ ଅଛନ୍ତି, ଛୋଟ ଝିଅ ବାହାରେ ଗଲେ ଯାହା ଦେଖିଲେ ଖାଇଦେବ, ଯେ ଯାହା ଦେଲେ ଖାଇଦେଉଥିବ। ଆଉ ବଡ ଝିଅ ବାହାରଟା ଖାଇବନି, ଉଲ୍ଟା ପଲ୍ଟା କିଛି ଖାଇବନି। କିଏ ଦେଲେ ତ ଜମା ଖାଇବନି, ତାର ମା ଦେଲେ ହିଁ ଖାଇବ, ପୁରା ସେଲେକ୍ଟିଭ ଥିବ ସେ। ତ ଛୋଟ ଝିଅ ସେ ଗୁପଚୁପ ଖାଇଦେଉଥିବ, ସେ ଚାଟ ଫାଟ ଖାଇଦେଉଥିବ, ସେ ବାହାରେ ଚକଲେଟ ଖାଇଦେଉଥିବ, ସେ 2 ଟଙ୍କିଆ 5 ଟଙ୍କିଆ ସେ ଆଇସ୍କ୍ରିମ ଖାଇଦେଉଥିବ, ସବୁ ଠିକ ନାହିଁ ନା। ବଡ ଝିଅ ସେମିତି ନାହିଁ, ହାଇଜିନ୍ ଦେଖିବ, ନିଟ୍ ଆଣ୍ଡ କ୍ଲିନ୍ ଅଛି କି ନାଇଁ ଦେଖିବ, ଆଉ ସେ ଡେଟ୍ ଦେଖିବ, ଏକ୍ସପାୟାର ହେଲା ନା ନାଇଁ ଦେଖିବ, ଆଉ ସେ ଦୋକାନ ଆଖପାଖ କ୍ଲିନ୍ ଅଛି, ହାଇଜିନିକ ନିଟ୍ ଆଣ୍ଡ କ୍ଲିନ୍ ଅଛି କି ନାଇଁ ଦେଖିବ, ତାପରେ ମା ଖୁଆଇଲେ ହିଁ ଖାଇବ। ଏବେ ଏ ଦିଟା ଝିଅ ଯଦି ଧରନ୍ତୁ ପିକନିକ ଯାଉଛନ୍ତି, ତାଙ୍କର ସ୍କୁଲ ପାଇଁ ଯାଉଛନ୍ତି, ତ ମା କହିବେ ଏ ବାହାର ଉଲ୍ଟା ପଲ୍ଟା ଖାଇବ ନାହିଁ ଦେଖ ବୋଲି କହି ଗାଳି କଲା,
ତେବେ ଦେଖନ୍ତୁ ଏଇ ଦିଟା ଝିଅ ଭିତରେ କାହାକୁ ଲାଗୁ ହେବ ସେ ନିୟମ? ଦି ଜଣକୁ ହିଁ କହିଲା, କିନ୍ତୁ ଲାଗୁ ହେବ ଛୋଟ ଝିଅକୁ, କାରଣ ସେ ବେଶୀ ବାହାରଟା ଖାଏ। ବଡ ଝିଅକୁ ଲାଗୁ ହେବନି, କାରଣ ତାକୁ ଦେଲେ ବି ଖାଇବ ନାହିଁ। ତ ପ୍ରଭୁ କହୁଛନ୍ତି ଯଦି ତୁମ ମାନେ ଧାର୍ମିକ ଅଟ, ଇନବିଲ୍ଟ, ତୁମକୁ ନିୟମ କାନୁନ ଦରକାର ନାହିଁ। ତୁମକୁ ପାପ କରିବା ପାଇଁ ତୁମକୁ ତୁମକୁ ତ ଫୋର୍ସ କରଲେ ବି ତୁମେ କରିବ ନାହିଁ। ଦିସ୍ ଇଜ କଲ୍ଡ ସେଲ୍ଫ ଡିସିପ୍ଲିନ ବୋଲି କହିଲି। ଆପଣ ପ୍ରଶ୍ନ ସେଥିରେ ପଚାରୁଥିଲି କି ଆମ ଉପରେ ପରମେଶ୍ୱର ଅଛନ୍ତି ବୋଲି ଆମକୁ ଡର ଲାଗୁଛି। ଆରେ ପାପ କଲେ ପରମେଶ୍ୱର ଆମେ ନରକରେ ପଡିବୁ ରେ, ବିଚାରିତ ହେବୁ, ପରମେଶ୍ୱର ରାଗି ଯିବେ ଆମ ଉପରେ ଅଛନ୍ତି ବୋଲି। ପରମେଶ୍ୱରଙ୍କ ଉପରେ କିଏ ଅଛନ୍ତି ଯେ ସେ ପାପ କରୁନାହାନ୍ତି? ପରମେଶ୍ୱରଙ୍କୁ କିଏ ଶିଖାଇଛନ୍ତି କି ଦେଖ ତୁମ ପାପ କଲେ ଆଉ ଲାଭ ନାହିଁ, ଆଉ ଦେଖ ନରକ ଯିବ ବୋଲି? ପରମେଶ୍ୱରଙ୍କୁ ଡରାଇବା ଲୋକ କିଏ ଅଛନ୍ତି କି ପରମେଶ୍ୱରଙ୍କ ଉପରେ? ନାହିଁ। ଆମ ଭିତର କଥା, ପରମେଶ୍ୱର ପାପ କରିଲେ ବି ତାଙ୍କୁ ଅଟକାଇବା ଲୋକ କି ଗାଳି କରିବା ଲୋକ ଥିବେ କି ଅଛନ୍ତି କି ନାହିଁ? କିଏ ପଚାରିବ ପରମେଶ୍ୱର ଆପଣ ଏମିତି କାହିଁ କରିଲେ ପ୍ରଭୁ ବୋଲି? କିଏ ବି ପଚାରିବାର ଦମ କି ସାହସ କି ଅଧିକାର ନାହିଁ। ପରମେଶ୍ୱର କାହାକୁ ବି ହିସାବ ଦେବାର ଦରକାର ନାହିଁ ପରମେଶ୍ୱରଙ୍କୁ। ତଥାପି ସେ ପାପ କରୁନାହାନ୍ତି। ବାଏ ସେଲ୍ଫ ଡିସିପ୍ଲିନ, ସେ ନିଜ ଠାରେ ନିଜକୁ ଗୋଟେ ରୁଲ ଦେଇ ଦେଇଛନ୍ତି ଯେ ଛେ ସେ ଦରିଦ୍ର କାମ ମୁଁ କରିବାଟା କଣ, ସେ କାମ ମୁଁ ସେଥିପାଇଁ ଯିଶାୟ କୁହନ୍ତି ପରମେଶ୍ୱରଙ୍କୁ ଶିକ୍ଷା ଦେବ ଲୋକ କିଏ? କିଏ ତାଙ୍କୁ ଶିକ୍ଷା ଦେବ? ପଢିବେ କି ସେପଟଟା? ଦେଖ କୋଉଠି ବେଳେ ବେଳେ ହଠାତ୍ ଏମିତି ମନେ ପଡିଯାଏ ଯେ ଆଗ ଭଳି ରେଫରେନ୍ସ ବି ମନେ ରହୁନି। ମୋର ପାଇଁ ବିପିନ ଭାଇ ଏକମାତ୍ର କଙ୍କର୍ଡେନ୍ସ, ବାଇବେଲ ଡିକ୍ସନାରୀ ମୋର। ରାଇଟ, ଯିଶାୟ ପୁସ୍ତକ ଯାହାକୁ ମିଳିଲା ସେମାନେ ରେଫରେନ୍ସ କହିବେ। ପରମେଶ୍ୱରଙ୍କର ଆତ୍ମାକୁ କିଏ ଶିଖାଇ ଦେବ? 40, ଯିଶାୟ 40 13 14। ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି? ସେ କାହାର ସହିତ ମନ୍ତ୍ରଣା କଲେ କିଏ ତାହାଙ୍କୁ ଶିକ୍ଷା ଦେଲା, ଓ ବିଚାରର ପଥ ତାହାଙ୍କୁ ଶିଖାଇଲା, ଓ ଜ୍ଞାନ ଶିକ୍ଷା ଦେଲା, ଓ ବିବେଚନାର ମାର୍ଗ ତାହାଙ୍କୁ ଦେଖାଇଲା। बस 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 बस। देखो से क्वेश्चन, किसने यहोवा की आत्मा को मार्ग बताया, या उसका मंत्री होकर उसको ज्ञान किसने सिखाया? किसी ने भी नहीं। उसने किससे सम्मति ली, कार्य परमिशन ने लेकी परमेश्वर, और किसने उसे समझाकर न्याय का पथ बता दिया और ज्ञान सिखाकर बुद्धि का मार्ग जता दिया? कौन है? किसने परमेश्वर को सिखाया? वन एंड ओनली क्वेश्चन, परमेश्वर को क्या शिक्षा दी? से ନିଜକୁ କହିଲେ ମୁଁ ପାପ କରିବିନି, ବସ୍। ସେ ନିଜେ ଡିଭାଇଡ କରଲେ ସେଟା ଅନ୍ଧକାର, ଏଟା ଆଲୋକ, ଏଟା ମ୍ୟାଚ ହେବ ନାହିଁ। ସେଟା ଅଧର୍ମ, ଏଟା ଧାର୍ମିକତା, ମ୍ୟାଚ ହେବ ନାହିଁ। ସେଟା ଅଶୁଚିତା, ଏଟା ପବିତ୍ରତା। ସେଲ୍ଫ ଡିସିପ୍ଲିନ୍ଡ, ସ୍ୱୟଂ ଶୃଙ୍ଖଳିତ ଜୀବନ ବୋଲି କହନ୍ତି ଏଟାକୁ। ଆଉ ପବିତ୍ର ଆତ୍ମା ଆମେ ପାଇଲେ ସେଇ ସଫ୍ଟୱେର ପାଉଛୁ ବୋଲି କହୁଛି ଆପଣଙ୍କୁ। ପବିତ୍ର ଆତ୍ମା ପାଇଲେ, ଧରନ୍ତୁ ଲୋକ ପଚାରନ୍ତି ସିନେମା ଦେଖିବାଟା ଭୁଲ ବୋଲି ବାଇବେଲରେ କୋଉଠି ଅଛି? ସିଗାରେଟ ପିଇବାଟା ଭୁଲ ବୋଲି କୋଉଠି ଅଛି? ଡ୍ରଗ୍ସ ନେବାଟା ଭୁଲ? ଡ୍ରଗ୍ସ, ସିଗାରେଟ, ସିନେମା ବାଇବେଲରେ ନଥିବ। ତଥାପି ତାହା ପାପ ବୋଲି କେମିତି ଜାଣୁଛୁ? ପବିତ୍ର ଆତ୍ମା। ଠିକ ଅଛି, ଏଇଟା ଯଦି ନ ବୁଝିଲେ ବି, ଫର ଏକ୍ସାମ୍ପଲ ଜଣେ ସାଙ୍ଗ ଅଛି ଆମର, ସେ ଆସିକି ଆମକୁ ସିନେମା ଡାକି ଯାଉଛି, ନହେଲେ ମଦ ପିଆଇ ଦେବ ରାତିକୁ। ସେ କୋଉ ଦେଶରେ ଆସିଛି ଆମକୁ ଜଣା ନାହିଁ, ଘରକୁ ଆସିଛି କି ଭାଇନା ଭଲ କି ସନ୍ଧ୍ୟାରେ ଟିକେ ଯିବା ବୁଲି ଆସିବା ବୋଲିବ। ତ ତାହାର ସହିତ ଯା ନା ବୋଲି ପବିତ୍ର ଆତ୍ମା କହିବେ।
ଏଟା ବାଇବଲରେ ଲେଖା ନଥିବ ତାର ନାଁକୁ ଜଣେ ଲୋକ ଆସିବ ଆଉ ତା ସହିତ ଯା ନା ବୋଲି ବାଇବଲରେ କୋଉଠି ଦେଖାଇବୁ? ହୋଲି ସ୍ପିରିଟ ଜଣେଇବେ। ଭିତରେ ଗୋଟେ ବ୍ୟସ୍ତତା ଲାଗୁଥିବ, ଯା ନା ହଉଥିବ। ଉତ୍ତମ ବିଷୟର ଚେତନା ଯାହା ଆପଣଙ୍କୁ ଦିଅନ୍ତି କିଏ ବୋଲଛନ୍ତି? ହୋଲି ସ୍ପିରିଟ। ଆଜ୍ଞା ଆପଣ ଚିହ୍ନି ଆପଣ ଚିହ୍ନି ନଥିଲେ ବି, ପବିତ୍ର ଆତ୍ମା ଆପଣ ପାଇ ନଥିଲେ ବି, ମୁଁ କହିଲି କି ପବିତ୍ର ଆତ୍ମା ଆପଣଙ୍କ ସାଇଡ ରେ ହିଁ ଥିବେ, ବୁଝାଇବାକୁ ଚେଷ୍ଟା କରୁଥିବେ। ବହୁତ ଜଣ ପବିତ୍ର ଆତ୍ମାକୁ ଚିହ୍ନନ୍ତି ନାହିଁ ଆକ୍ଚୁଆଲି। ନ ଚିହ୍ନିଲେ ବି କେତେ ଜଣ ପବିତ୍ର ଆତ୍ମାକୁ ମାନି ନିଅନ୍ତି। ଆଉ ପରେ ଯେତେବେଳେ ବିପଦରୁ ବଞ୍ଚିଯିବେ ସେମାନେ କୁହନ୍ତି ମୋର ମନରେ ଏମିତି ଗୋଟେ ଲାଗୁଥିଲା ଆଜ୍ଞା, ମନ ଟିକେ ଜାନା ହଉଥିଲା। କିଏ ବୋଲଛନ୍ତି ଏଟା? କିଏ? ଉତ୍ତମ ବିଷୟର ଆପଣଙ୍କୁ ଜ୍ଞାନ ଦେବା ବ୍ୟକ୍ତି କିଏ? ପରମେଶ୍ୱର ଛଡା ଆଉ କିଏ ହେଇଥିବ? ଶୈତାନ ହେଇଥିବ କି? ନାଇଁ ତ। ଭୂତ ମାନେ ହେବେ କି? ନାଇଁ ତ। ଅବଭିୟସଲି ହୋଲି ସ୍ପିରିଟ। ଦି ତିନି ଥର ଦେଖିବେ ଆପଣଙ୍କୁ ବୁଝାଇ, ନା ଏମିତି କାମ କରନା, ଠିକ ନାହିଁ, ଠିକ ନାହିଁ, ନା ଠିକ ନାହିଁ, ଠିକ ନାହିଁ, ଠିକ ନାହିଁ। ଚେତନା ବୋଲିବାଟା ଯୋଉଟା ଅଛି, ଚେତନା ଆବାଉଟ ରଙ୍ଗ, ମନ୍ଦତା ପ୍ରତି ଯୋଉ ଚେତନା ଅଛି। କଣ ଶିଖିଲେ? ପବିତ୍ର ଆତ୍ମା ଶିଖି କଣ ଶିଖାଇବେ? ପାପ ବିଷୟରେ ପ୍ରମାଣ ଦେବେ। ଅଙ୍କଟା କଲେ ଭୁଲ ବୋଲିବା ଯୋଉ ଚେତନା ଆସୁଛି, କନସିୟସନେସ୍ ଆସୁଛି ଆମ ଠାରେ, ଲୋକମାନଙ୍କ ଦୃଷ୍ଟି ନା ଏଇଟା କଲେ ବି ଚଳିବ, ନା କିଛି ନାହିଁ, କିଛି ନାହିଁ, କିଛି ନାହିଁ, କିଛି ନାହିଁ। ତ ପବିତ୍ର ଆତ୍ମା କହିବେ ନାଇଁ, ରଙ୍ଗ, ଡୋଣ୍ଟ ଡୁ ଦିସ୍। ଆଉ ବାଇଚାନ୍ସ ଯଦି ଆମ ହାତରେ ଭୁଲ ହେଇଗଲା, ତାପରେ ଏମିତି ବ୍ୟସ୍ତ ଲାଗିବ ନିଜକୁ। କିଏ ଗାଳି କରୁନଥିବେ ବି, ସମସ୍ତେ ବହୁତ ଖୁସି, ଏମିତି କଲ କି ବଢିଆ କଲ, ଆଉ ମଜା ଲାଗୁଥିବ ନାଇଁ କି? ମଦ ପିଇଗଲ ମଜା, ଲୋକମାନେ ଖୁସି, କିଏ କିଛି କହିନଥିବେ, କିନ୍ତୁ ଆପଣଙ୍କ ହୃଦୟରେ କେମିତି ଲାଗୁଥିବ? ଗିଲ୍ଟି ଫିଲିଂ। ବହୁତ ଥର କହିଲେ ଆପଣଙ୍କୁ, ଆପଣଙ୍କୁ ନିଜକୁ ଦୋଷ ଲାଗୁଥିବ। ସେଟା ଛି ଛି ଛି, କେମିତି ଏମିତି କରିଦେଲେ, ଛି ଛି ହଉଥିବ। କିଏ ଏଇ ଗିଲ୍ଟି ଫିଲିଂ କିଏ ଆଣିବ? ପବିତ୍ର ଆତ୍ମା। ଆପଣ ଭୁଲ କରିକି ବି, ପାପ କରିକି ବି ମଜାରେ ଅଛନ୍ତି ମାନେ ଗଲା ଆଉ। ବହୁତ ଥର କହିଛି ଆପଣଙ୍କୁ, ମନେ ରଖନ୍ତୁ ଏଇଟା। ଆଜିକାଲି ଶିଖାଇ ଦିଆଯାଉଛି नो गिल्टी फीलिंग, कम ऑन कम बी फ्री फ्री फ्री। गिल्टी फीलिंग पवित्र आत्मा ଆଣନ୍ତି ବ୍ରଦର। ଯେପରିକି ଆପଣ ମାନେ ଅନୁତାପ କରି କ୍ଷମା ମାଗି ତାଙ୍କ ଗୋଡ ଧରିଥିବେ ବୋଲି। ଗିଲ୍ଟ, ଶୈତାନ ଆଣିବା ଗିଲ୍ଟ ଯାହା ଅଛି ସେଟା ଅଲଗା। ଶୈତାନ ଆଣିବା ଗିଲ୍ଟ କୋଉଟା? ହଉ ତୁ ପାପ କରିଦେଲୁ, ହଉ ହେଲା, ଆଉ ତୁ ତ ଆଉ ପ୍ରଭୁଙ୍କ ପାଖକୁ ଗଲେ ହେବନି, ତୁ ଇଆଡେ ଆସେ ଆମର ପାର୍ଟିରେ ମିଶିଯା, ତୁ ଗଲା ତୁ ତ ପ୍ରଭୁ ଗ୍ରହଣ କରିବେନି, ତୁ ସେ ଭଳିବା ମନୋଭାବଟା ଶୈତାନ ଆଣିବ। ସେ ଗିଲ୍ଟିଂ ରଖ। ଶୈତାନ ଯଦି ଦୋଷ ଦେଉଛି ତାର କଥା ଶୁଣନି, ପବିତ୍ର ଆତ୍ମା ଯଦି ଗେଞ୍ଜୁଛନ୍ତି ବିବେକକୁ, ସେଟା ଧରିବାର। କେତେ ବଡ ଭଲ ପବିତ୍ର ଆପଣ ଭାଇ, ଆପଣ କେତେ ମହାନ ବୋଲି କହିଲା ବେଳକୁ ପବିତ୍ର ଆତ୍ମା ଭିତରେ ହଁ ଆଚ୍ଛା ତୁ କି ବୋଲି ବିବେକ ଗେଞ୍ଜୁଥିବ। ତୁ କଣ ମୁଁ ଜାଣିନି କି? ଆଚ୍ଛା ଲୋକମାନେ ପ୍ରଶଂସା କରି ଫୁଲ ମାଳ ପିନ୍ଧେଇ ଦେଇକି ସଲ ଗୁଡାଇଲା ବେଳକୁ କେମିତି ଫୁଲି ଯାଉଛୁ ବୋଲି ପବିତ୍ର ଆତ୍ମା କହିବେ, ବିବେକ ବ୍ୟବହାର କରିକି। ସେତେବେଳେ ଆମେ ମୁଣ୍ଡ ତଳକୁ କରିବାକୁ କହିବୁ, ନା ପ୍ରଭୁ ମୁଁ ଏଟା ପାଇଁ ଯୋଗ୍ୟ ନୁହେଁ। ୱାଓ, ପବିତ୍ର ଆତ୍ମା ପାଆନ୍ତୁ ଆଜ୍ଞା, ଆପଣଙ୍କୁ ଶିକ୍ଷା ଦେବେ। ସେ ଆମେ ପଢିଥିଲୁ ପ୍ରଥମ ଯୋହନ 2:24ରେ, 2:24-27ରେ, କି ଅଭିଷେକ ଯଦି ପାଇବ ଅଭିଷେକ ଶିକ୍ଷା ଦେବେ। କୋଉଟା ଭଲ କୋଉଟା ମନ୍ଦ ସେ ଶିକ୍ଷା ଦେବେ। କେତେବେଳେ କୋଉ ଡିସିଜନ ଠିକ କୋଉ ଡିସିଜନ ରଙ୍ଗ ସେ ଶିକ୍ଷା ଦେବେ। କାହା ଘରକୁ ଯାଇକି ଖାଇବାର, କାହା ଘରକୁ ଯାଇକି ନ ଖାଇବାର ଶିକ୍ଷା ଦେବେ। କାହା ଘରକୁ ଯିବାର କି ନ ଯିବାର ଶିକ୍ଷା ଦେବେ। କେ ଡାକିଲେ ଯିବାର, କେ ଡାକିଲେ ନ ଯିବାର ଶିକ୍ଷା ଦେବେ। ପଇସା କେମିତି ଖର୍ଚ୍ଚ କରିବାର, କେମିତି ନ କରିବାର, କୋଉଟା ଖାଇବାର କୋଉଟା ନ ଖାଇବାର। You will feel again, it's all feelings। ପ୍ରଭୁ ଦର୍ଶନ ଦେବେ, ପ୍ରଭୁ ସ୍ୱର ଶୁଣାଇବେ,
प्रभु गोटे पिक्चर देखाबे बोल कहनी यू विल फील व्हाट इज राइट एंड व्हाट इज रॉन्ग फीलिंग आज्ञा कार कार घर को गले एमिति मंद आत्मा माने थिबे से मन जानि पार नथिबे किंतु आमे हमको जना पड़ जाउथे व्यस्त 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 लागुथिबो विरक्त लागुथिबो से घर रो बाहर के धाई पळेवा पे इच्छा लागुथिबो अंधार अंधार लागुथिबो गोटे टाइप ऑफ डिमोनिक साइलेंस थिबो सब घरे सब थिबो तथापि अकथनीय दुख गोटे थिबो के जनकर घरे सब अच्छी चाकरी अच्छी जॉब अच्छी पिला पाठ पढ़ुछंती घरे सब अच्छी बट स्टिल घर भीतर पाद रखले गोटे टाइप ऑफ सैडनेस थिबो दुख माने बेकार माने भीतर लोक भाबुथिबे परिवार बंचुछु काई भाबुथिबे दिन को मरले ही न थांता मरले ही थांता बोल लागुथिबे घर घर पूरा जे पसले भी सिंती से फील करिवो दुष्टात्मा माने भर्ती से घर सिंती घर भीतर अभिशाप भर्ती सिंती घर भीतर फील करी हेबो सेटा दर्शन दरकार नहीं था पाई तर कहूले को गोटे मीटिंग गला बेलू स्टेज ऊपर परमेश्वर सानिध्य नथिला वाक्य कही पार नथिली व्यस्त व्यस्त लागुथिला मु भाबिली मुई फेल हे गली पर लागिला मुई भलरे प्रार्थना करी नै बोधे अरे एते लोक आछंती कोन कहिबे मानकू व्यस्त लागुथिला तथापि टिके उल्टा कही देली आ एठी मते परमेश्वर सानिध्य लागुनी आज्ञा क्षमा करिवे बोल कही देली परमेश्वर प्रेजेंस एठी ए स्टेज रे ए डायस ऊपर नाही बोल कहली बड़ ग्राउंड रे होता घर पळाइला पर तार सखाळ को जणे लोक फोन करला मते कहला आज्ञा आपण ठीक कहले आपण मीटिंग रो तार पूर्व दिन सेही स्टेज रे पिला माने मद पी देखि सिनेमा गीत रो डांस करथिले से स्टेज ऊपर कल्चरल प्रोग्राम करिकी बोली कहला आरो सेते बेडा मते मोर व्यस्तता छाडला नले मु कोन भाबुतली मु कोन दोष करली मु कोन भूल करली प्रभु गोड़ धरछि कोन एंती करला प्रभु एते समस्त के सामने रे मु एते काहे की फेल हे गेले एते काहे की लाज हेबा को पड़ला पछर सीक्रेट में जानिनु किंतु फील करलु प्रभु आसी नांती मीटिंग को बहुत जगह सेंती फील हुए पवित्र आत्मा पाइलो यू विल फील व्हाट इज राइट एंड व्हाट इज रॉन्ग बुझाउछि आपन को पवित्र आत्मा पाइले वाक्य को किमिति ग्रहण करिबारो किमिति न करिबारो वाक्य सुनला बेले कोटा ग्रहण करिबारो कोटा ना एटा समथिंग रॉन्ग लागुछि बोली फील करिवे आपण माने भंड शिक्षा को केमिति धरिबारो मु आपण को परे कहबो जहा जहा परे कहिबे बोली कहूछि सेटा लेखि के रखंतो ओके मते मने पकांतो आपण माने प्रेज द लॉर्ड तो बाइबल कोन पय दिया हला पढ़ी द्वितीय तिमोथी 3:15-16-17 रे शिक्षा पाई अनुजोग पाई शासन पाई संशोधन पाई आउ धार्मिकता संबंधर शिक्षा निमंते धार्मिक जीवन यापन किमिति करिबार बाइबल हम मान को शिखाए जदि धार्मिक जीवन यापन करिबार जदि एक निष्पत्ति हमें पाइछु तो हमको व्यवस्था दरकार नहीं हमको रूल दरकार नहीं प्रेज द लॉर्ड धरंतु प्रेसिडेंट द्रौपदी मुर्मू जी अच्छे मैरिज है कि जना नहीं मत एग्जांपल को अच्छी जदि प्रेसिडेंट रो पाखो को जीवा को अच्छी टिके कथा ही आसी बोल कहले इजी की आसान की नहीं गुड़ाए प्रोटोकॉल फॉलो करने पड़ो गुड़ाए एप्लिकेशंस देबाकू पड़ो गुड़ाए संतक करके आनेबाकू पड़ो एक गुड़ाए रीजंस कहबाकू पड़ो उद्देश्य कौन तांको भेटिबार रीजन कौन अपॉइंटमेंट नेबाकू पड़ो ताहा नहीं नेला पर भी गुड़ाए बॉडी स्कैनिंग हेबो चेकिंग हेबो स्कैनिंग हेबो चेकिंग हेबो गुड़ाए हेबो तापर जाई कि तांको पाखरे जाई कि बसी गुडे 10 मिनिट कथा हेबा पय सुजोग मिलले मिलिबो न नहीं ताहा जदि प्रेसिडेंट पुओ कि झील जदि माँ को भेटा इच्छा करुच्ची अपॉइंटमेंट देवा पड़ो कि प्रोटोकॉल फॉलो करने को पड़ो कि सब स्कैनर्स देकी जीवा को पड़ो कि
सब चेकिंग करिवे कि पुलिस माने पूरा देह हाथ गोड़ पूरा छुई देखिए कि क्यों उनको प्रोटोकॉल फॉलो करवा दरकार नहीं कहीं माने से माने अपन माँ को कहीं मारिबे सिंपल थिंग हम अगर परमेश्वर के बच्चे हैं तो हमको रूल्स दरकार नहीं तांको कौन पसंद तांको कौन न पसंद आम जानीदेव आम ब्लड रे थी सेटा बापा को भेटा पुओ को रूल्स दरकार नहीं आज्ञा प्रभु सेटा चाहती मोर संतान जदि हेबो आम्भे जेपरी पवित्र तुमे सेपरी पवित्र रहिबो आम्भे जेपरी धार्मिक तुमे से धार्मिक रहिबो आमे जेपरी उत्तम पथ बाछि नेलो तुम उत्तम पथ बाछिबो जो द्वारा कि मु कहबी देखलो ना मोर पुओ मोर झियो ना भूली जीवे नहीं कि माँ बापा माने भूली जीवे नहीं कि बापा जहाँ घृणा करे झील भी बाहर जो घृणा कर लोक कौन आगे आप झील से देखले देखिए घृणा कर बोलार बापा के तो खुशी मत भी घृणा मोर झील को भी घृणा लगे सब खाऊ पचारे किंतु तू घृणा कर पुणी से गोटे कम कर बोलार मना कर पुणी बोल पचारे नहीं फुली जाऊ खुशी रे बापा कि मोर स्वभाव मोर पुओ झील को आसला ऑब्वियसली बोले कहीं प्रपोज नेउछु बोलछन्ते क्रिश्चियन मानकर प्रसाद कि सेटा आखिरी लगाइबार पीबार मुंड लगाइबार यीशुଙ୍କର शरीर रक्तर अंश हेबार रीजन है कि तांकर स्वभाव आमे अडॉप्ट करू आम जीवन रे आम रक्त कणिका कणिका रे प्रभुंकर फीलिंग्स आसी जाओ प्रभुंकर डीएनए सहित हमर डीएनए मैच हे जाओ तांकर फीलिंग्स रे तांकर कामना तांकर डिजायर्स तांकर इच्छा तांकर इमोशंस रे आमे भी इमोशनल हेउ परमेश्वर जहाँ देखी खुशी आमे भी ताहा देखी की खुशी परमेश्वर जहाँ देखी घृणा आमको भी ताहा देखी घृणा परमेश्वर जहाँ देखले रागिबे आमे भी ताहा देखी रागिबु 20 30 40 वर्षर ख्रीस्टियन जीवन रे 40 50 वर्षर प्रभोज नहीं खिबी प्रभुंकर मन जानी पारले नहीं प्रभुंकर गुण जानी पारले नहीं प्रभुंकर इमोशंस कौन प्रभुंकर पसंद ना पसंद भी जानी पारले नहीं कि ख्रिस्टियन जीवन सेटा कहतु तो ओनली फॉर्मालिटी केवल फॉर्मालिटी को कौन कहे प्रथा चलाई प्रथा के जन को जन परिवार पारिवारिक प्रार्थना करते भल ठीक अच्छे किंतु से पारिवारिक प्रार्थना टाइम है बोली जूम ऑफ कर देकी प्रार्थना करते भावुं बोधे बड़ एटा कौन कपिल शर्मा शो चलती ना बिग बॉस शो चलती टीवी बंद कर देकी आप बसबे एटा को कहती फॉर्मालिटी वाक्य पर आसुची पारिवारिक प्रार्थना रे परिवार सहित बसिकी वाक्य शुणवाटा भूल कि ना बंद कर दे बंद कर दे बंद कर दे आम ये प्रार्थना करूँ स्पेशल फॉर्मालिटी एटा कि वाक्य चलला बेले गुरुत्वपूर्ण विषय प्रभु कथा है बेले बंद कर दे जो बसुंट भावुं बोधे बहुत बड़ धार्मिक काम कर सरला बसुना कि जो आरंभ है पूर्व बसुना ना चलुला बेले बंद करवाटा डोंट फील दैट इट्स अ बिग बिग राइचियस थिंग इट्स ओनली अ रिलीजियस थिंग एटा केवल धर्म विशिष्ट बहुत जन रिलीजियस क्रिश्चियन अटंती स्पिरिचुअल नुहंती जूम रे बाकी जहाँ शुणा जाऊँ कपिल शर्मा कॉमेडी शो की जे अपन बंद कर देबे ना सिनेमा चलछि जे अपन बंद कर दे कि प्रार्थना रे बस हमर एटा प्रार्थना नहीं कि हेले ए प्रभु वाक्य कथा होनांती कि निजे चिंता करंतु तो हानि मान को प्रार्थना करबाटा भूल नुहे आपणकर प्रार्थना टाइम हो गला बोले बंद करबाटा जहाँ एटा ठीक कि आपण मन विवेक को टिके पचारंतु तो ठीक कहबे कि प्रभु जिमिति जिहुदी माने विश्राम बार पालिबा पई व्यस्त होतले सिमती एटा प्रभु जन को सुस्थ करले विश्राम बार रे तो लोक माने कोन कर आज विश्राम बार केमते कर अरे
ଫର୍ମାଲିଟି, ଟ୍ରେଡିସନ। ବହୁତ ଜଣ ସେମିତି 40-50 ବର୍ଷର ଖ୍ରୀଷ୍ଟିଆନ ହେଇକି ତୁ କଣ ବୁଝାଇବ, ବାଳ ପାଚିଲାଣି, ବାଳ ପାଚିବ ଆଜ୍ଞା, ବାଳ ଝଡ଼ିବ ବି ଲାଷ୍ଟ କୁ, କିନ୍ତୁ ସ୍ୱର୍ଗ ଯିଏ ଯାଇପାରିବେନି ସେମିତି ଫଲୋ କରିକି, ସେମିତି ସିଷ୍ଟମ ଫଲୋ କରିକି, ସେ ରାସ୍ତା ସ୍ୱର୍ଗକୁ ନେବ ନାହିଁ। ସେଥିପାଇଁ ବିଶ୍ୱାସ ଏକ ଦାନ, ଅନୁଗ୍ରହ ଏକ ଦାନ, ପରିତ୍ରାଣ ବି ଏକ ଦାନ, ଈଶ୍ୱରଙ୍କ ବାକ୍ୟ ଏକ ଦାନ, ପବିତ୍ର ଆତ୍ମା ବି ଦାନ ଅଟନ୍ତି। ଖ୍ରୀଷ୍ଟିୟନ ଜୀବନରେ ବିଶ୍ୱାସ ଠିକରେ ଅଛି। ବିଶ୍ୱାସ ନାହିଁ, କାହିଁକି ବିଶ୍ୱାସ ନାହିଁ ମାନେ, ଜେଜେବାପା ପ୍ରଭୁଙ୍କୁ ପାଇଛନ୍ତି, ଜେଜେବାପାଙ୍କର ଜେଜେବାପା ପ୍ରଭୁଙ୍କୁ ପାଇଥିବେ ବୋଲି ଅଟୋମେଟିକଲି ଖ୍ରୀଷ୍ଟିଆନ ହେଇଯାଇଛନ୍ତି, ସେମାନଙ୍କର ବିଶ୍ୱାସ ଭ୍ୟାଲିଡ ନୁହେଁ। କାହିଁକି ଭ୍ୟାଲିଡ ନୁହେଁ? କାହିଁକି ଭ୍ୟାଲିଡ ନୁହେଁ? ବିଶ୍ୱାସ କେବେ ଭ୍ୟାଲିଡ ହେବ? ପରୀକ୍ଷା। ପରୀକ୍ଷିତ ହେଲେ ହିଁ ବିଶ୍ୱାସ ଭ୍ୟାଲିଡ ହେବ। ଆଜିକାଲିର ଜେଜେବାପା ଠାରୁ ଖ୍ରୀଷ୍ଟିଆନ ହେଇଥିବା ପୁଅ ଝିଅ ମାନେ ପଦାରେ ଛିଡା ହେଇକି ଯୀଶୁ ଖ୍ରୀଷ୍ଟ ଛଡା ଆଉ କୌଣସି ଦେବାଦେବୀ ପରମେଶ୍ୱର ନୁହନ୍ତି ବୋଲି କହିପାରିବେ କି ଜୋରରେ, ଦମରେ? ନା, କାରଣ ସାଙ୍ଗସାଥି ମାନେ ଥିବେ, ତାଙ୍କର ସାଙ୍ଗମାନେ ସବୁ ଅନ୍ୟ ଧର୍ମର ଥିବେ, କଲେଜରେ, ବାହାରେ, ଜୋରରେ କହିପାରିବେ ନାହିଁ। ଯୀଶୁକୁ ପରମେଶ୍ୱର ବୋଲି ମାନିବେ, ଯୀଶୁ ହିଁ ପରମେଶ୍ୱର ବୋଲି ମାନି ପାରିବେ ନାହିଁ। ଜୋରରେ ସେ ଦମ ନଥିବ, ଆଉ କହି ବି ପାରିବେ ନାହିଁ। when you cannot testify that Jesus only is God, till then you are not been saved, your faith is invalid। ସେଥିପାଇଁ ପିଲାମାନେ ସେ ଗଣେଶ ପୂଜାରେ ଯାଇକି ସାଙ୍ଗମାନଙ୍କ ସହିତ ଯାଇକି ବୁଲିକି ଆସନ୍ତି, ବୁଝିଲେ କି? ସବୁ ଦୀପାବଳି ପାଳନ୍ତି, ହୋଲି ପାଳନ୍ତି, ରାକ୍ଷୀ ପାଳନ୍ତି, ଫେଷ୍ଟିଭାଲ ଆମେ ବି ଛୋଟବେଳେ କରୁଥିଲୁ, ପରେ ଶିଖିଲୁ, ଆମେ ବି ଦୀପାବଳି ପାଳୁଥିଲୁ। ଦିନେ ଗୋଟେ ବାଣ ଆସିକି ଆମର ଘରେ ପୋଡାଇ ଦେଲା, ସେବେଠୁ ମନ ପରିବର୍ତ୍ତନ ଆସିଗଲା, ବୁଝିଲେ କି? ପରେ ଆମେ ଶିଖିଲୁ, ବଡ ହେଲା ପରେ ବାକ୍ୟ ଶିଖିଲା ପରେ, ना ना, सब कुछ सीखा हमने। प्रेज द लॉर्ड। पवित्र आत्मा विषय ଆମେ ଶିଖୁଥିଲୁ, କେତେ ହେଲା ଟାଇମ ସେତିକି। ପବିତ୍ର ଆତ୍ମା ବିଷୟରେ 2-3ଟା ଦେଖାଇକି ସାରିବି ଆଜି ପାଇଁ। ଗୁଣାଏ ଅଛି, କଣ କହିବି। ରୋମିଓ 8:23, କଣ ପାଇଁ ଦତ୍ତ ହେଲେ ପବିତ୍ର ଆତ୍ମା? ଏଇ ଶରୀର ମୁକ୍ତ ହେବା ପାଇଁ। ରୋମିଓ 8 ଅଧ୍ୟାୟ ବହୁତ ଇମ୍ପୋର୍ଟାଣ୍ଟ, ଆପଣ ମାନେ ପରେ ପଢିବେ। ରୋମିଓ 8 ଅଧ୍ୟାୟ, ଓ ଏକ୍ସେଲେंट ଆକ୍ଚୁअली ଏଟା 8:23 ବେଟା। ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ। ବାସ୍ ବାସ୍। 26ରେ କଣ ପଢିଲୁ? ଆମ ଦୁର୍ବଳତାରେ ପବିତ୍ର ଆତ୍ମା ସାହାଯ୍ୟ କରନ୍ତି, ଅକଥନୀୟ ଆର୍ତ୍ତନାଦରେ ସେ ନିବେଦନ ପ୍ରାର୍ଥନା କରି ଆମକୁ ସାହାଯ୍ୟ କରନ୍ତି। 23 ପଦରେ ଦେଖିଛୁ କି ଆମ୍ଭମାନଙ୍କ ପାଇଁ ପବିତ୍ର ଆତ୍ମା ଯେଉଁ ଆର୍ତ୍ତନାଦ କରନ୍ତି, ମୋ ପଟେ ଦେଖନ୍ତୁ, ବହୁତ ଜଣ ପ୍ରାର୍ଥନା କଲା ବେଳେ କାନ୍ଦିବାକୁ ପସନ୍ଦ କରନ୍ତି ନାହିଁ। ଆପଣ ଘରେ କାନ୍ଦିକୁ ପ୍ରାର୍ଥନା କରିକି ଦେଖ ତ, ବାକି ଲୋକମାନେ ବ୍ୟସ୍ତ ଲାଗିଯିବ, ସେ ସ୍ପିରିଟ୍ସଟା ବ୍ୟସ୍ତ କରିଦେବ ବାକି ଜଣଙ୍କୁ, ବୁଝିଲେ କି? ଆର୍ତ୍ତନାଦ। ଜେନେରାଲି ପଡିଶା ଘରେ ଫାଇଟ କରୁଛନ୍ତି, ସ୍ୱାମୀ ସ୍ତ୍ରୀ ଝଗଡା ହେଇକି ମରା ପିଟା ହଉଛନ୍ତି, ଆମକୁ ବ୍ୟସ୍ତ ଲାଗିବ କି ନାହିଁ? ସେମିତି ଜଣେ କାନ୍ଦୁଛି ବୋଲି ଆମେ ବ୍ୟସ୍ତ ଲାଗିବ, ଜେନେରାଲି ସେଟା ନର୍ମାଲି, ସବୁବେଳେ ଭୂତ ଥିବ ବୋଲି କହୁନାହିଁ। କିନ୍ତୁ ଯେତେବେଳେ ଆପଣ ମାନେ ପ୍ରାର୍ଥନା କରନ୍ତି ପବିତ୍ର ଆତ୍ମାରେ,
ପବିତ୍ର ଆପଣ ପ୍ରାର୍ଥନା କର, ପ୍ରଭୁ ମତେ ରୋଗର ସୁସ୍ଥତା ଦିଅ, ଆଉ ପ୍ରଭୁ ମତେ ରୋଗର ସୁସ୍ଥତା ଦିଅ, ମତେ ପଇସା ଦରକାର। ଆମର କାନ୍ଦିବାଟା ଏଇଟା। ଆଉ ଯେତେବେଳେ ଆପଣ ମାନେ ଅକଥନୀୟ ଆର୍ତ୍ତନାଦ କାନ୍ଦିକି ରୋଦନ କରିକି ପ୍ରାର୍ଥନା କରିବା ପରଭାଷାରେ ବି, କଣ ପ୍ରାର୍ଥନା କରନ୍ତି ପୁଣି ପବିତ୍ର ଆତ୍ମା? ଏହି ଦେହର ମୁକ୍ତି ନିମନ୍ତେ ପ୍ରାର୍ଥନା କରନ୍ତି କି ଯେମିତି ହେଲେ ମଧ୍ୟ ପ୍ରଭୁ ତୁମ ଆଗମନରେ ଏ ଦେହ ବିନଷ୍ଟ ହୁଏ ସମୂଳେ, ତୁମ ନିବାସ ଚାହେଁ। ହେଁ? କାହାରି ସାକ୍ଷ୍ୟ ଥିଲା ସେଟା? ଆୟୁବ 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 ପୁସ୍ତକ, ଏହି ଦେହ ବିନଷ୍ଟ ହେଲା ପରେ ଯାଇକି ମୁଁ ମୋର ଉଦ୍ଧାର କର୍ତ୍ତାଙ୍କୁ ମୁଁ ଦେଖିବି। 24 ଆୟୁବ 26 24 କି ନାଇଁ ନାଇଁ, ହଁ 19 ର 19 25। 19 24 ସରି 19 25 ବାବୁ, ହଁ। ମାତ୍ର ମୁଁ ଜାଣେ ଯେ ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ। ପୁଣି ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସ ବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି। ବାସ୍, ବାଃ। 24 ପଦରେ ଯେବେ 19 24 नहीं 19 25, ମାତ୍ର ମୁଁ ଜାଣେ ଯେ ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି, ଅଶେଷରେ ସେ ପୃଥିବୀ ଉପରେ ଠିଆ ହେବେ। ଆଗମନ ବେଳର କଥା। ପ୍ରଭୁ ଆଗମନ ବେଳେ ସେ ମଧ୍ୟାକାଶରେ ଉପସ୍ଥିତ ହେବାର କଥା ସେ କହୁଛନ୍ତି। ପୁଣି ମୋହର ଚର୍ମ, ଏ ଦେହ ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସ ବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି, ଦର୍ଶନ କରିବି। ଏପଟେ ଦେଖନ୍ତୁ, ଦିସ୍ ଫିଜିକାଲ ବଡି, ମାଂସମୟ ଦେହରେ ପରମେଶ୍ୱରଙ୍କର ଆତ୍ମା ପରମେଶ୍ୱରଙ୍କୁ ଆମେ ଦେଖିପାରିବୁ ନାହିଁ। ଏଇ ଦେହ ବିନଷ୍ଟ ହୋଇଲେ, ଏଇ ମାଂସ ଶୁଖିଗଲେ ଆହୁରି ଏକ ଶରୀର ଦିଆଯିବ ଯାହାର ମାଂସ ନଥିବ। ଏଇଟା ରକ୍ତ ମାଂସର ଦେହ। ଅଲଗା ଯେଉଁ ଦେହ ଦିଆଯିବ ତାହା ଆତ୍ମିକ ଦେହ, ସ୍ପିରିଚୁଆଲ ବଡି। ସେହି ଦେହ ଧାରଣ କରିକି ମୋର ମୁକ୍ତିକର୍ତ୍ତାଙ୍କୁ ମୁଁ ସେହି ଦିନ ଦେଖିବି। ଆଉ ସେହି ଦିନ ପାଇଁ ଏଇ ଶରୀରକୁ ପବିତ୍ର ଆତ୍ମା ପ୍ରସ୍ତୁତ କରୁଛନ୍ତି। ଦ୍ୱିତୀୟ କୋରିନ୍ଥୀ 5 ଅଧ୍ୟାୟ, ଦ୍ୱିତୀୟ କୋରିନ୍ଥୀ 5 ଅଧ୍ୟାୟ 1 ପଦରୁ ବେଟା। କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତ ନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତ କାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ। ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ। ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ। କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ। ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ, ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ। ପ୍ରେଜ୍ ଦ ଲର୍ଡ। ଏ ଦେହ ରୂପ ତମ୍ବୁ ବିନଷ୍ଟ ହେବ। ଏ ଦେହକୁ ତମ୍ବୁ ବୋଲି ନାମ ଦିଆଯାଇଛି। ଏ ଦେହକୁ ଗୃହ ବୋଲି ନାମ ଦିଆଯାଇଛି। এই ପାର୍ଥିବ ଗୃହ, ପାର୍ଥିବ ତମ୍ବୁ ବିନଷ୍ଟ ହେବ। ପ୍ରେଜ୍ ଦ ଲର୍ଡ। ଆଉ ଏଇ ଶରୀର ବିନଷ୍ଟ ହୋଇ ଆମେ ବାହାରିବା ପାଇଁ ଆର୍ତ୍ତନାଦ କରୁଛୁ। ଅଣ୍ଡା ଭିତରେ, ଖଳ ଭିତରେ ଛୁଆ ତିଆରି ହେଲା ପରେ କଣ ହୁଏ ଜାଣିଛନ୍ତି ଆପଣ ମାନେ? ଦେଖନ୍ତୁ, କୁକୁଡ଼ା
अंडा दिए दिन को गोटे अंडा दिए गोटे 12 अंडा देला 12 दिन को ଆଉ ତାପରେ କୁକୁଡ଼ା ବସେ ତା ଉପରେ 21 ଦିନ ବସିବ 21 ଦିନ ନ ଖାଇକି ବସିବ କୁକୁଡ଼ା ହେଲେ ଫାଷ୍ଟିଂ କରୁଛି ବସିଲା ପରେ ସମାନ ସେ 21 ଦିନ ସରିଲା ପରେ କୁକୁଡ଼ା କଣ କରିବ ପ୍ରଥମ ଯୋଉ ଅଣ୍ଡା ଦେଇଥିଲା ସେ ଅଣ୍ଡାକୁ ଗେଞ୍ଜିବ ସେ ଭିତରେ ଛୁଆ ରେଡି ହେଇକି ବାହାରିବ ତାପରେ ନେକ୍ସଟ ଡେ ଏମିତି କ୍ୱେଶ୍ଚନ ହେଲା ପ୍ରଥମରେ ଯୋଉ ଅଣ୍ଡା ଦେଲା କେମିତି କୁକୁଡ଼ା ଚିହ୍ନିବ କାରଣ ସବୁ ଅଣ୍ଡା ସେମ ଥିବ ଅଲଗା ଡିଜାଇନ ତ ନଥିବ ନା ପ୍ରାୟ ଛୋଟ ବଡ ହେଇଥିବ କେତେ ସେତିକି କେମିତି ଚିହ୍ନିଲା କୁକୁଡ଼ା କି ଅମୁକ ଅଣ୍ଡା ଭିତରେ ଛୁଆଟା ରେଡି ହେଇଗଲା ତା ପ୍ରଥମଟା ବୋଲି ଥରେ ପଚାରିଥିଲେ ଆପଣ ମାନଙ୍କୁ କୁକୁଡ଼ା ଯୋଉ ଅଣ୍ଡା ଉପରେ ବସିବ ସେ ଫାଷ୍ଟ ଭାଇବ୍ରେଟ ଅଣ୍ଡାଟା ହବ ସେ ସେ ସାଉଣ୍ଡ ଅଣ୍ଡା। ହବ ସାର୍ ଟିକେ ହଁ 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 ହଲିବ। ହଁ ଅଣ୍ଡା ଉପରେ ଯେତେବେଳେ କୁକୁଡ଼ା ବସେ ଆପଣ ବଡି ରଖିକି ଭିତରେ ତିଆରି ହେଇଥିବ ଅଣ୍ଡା ଭିତରେ ଛୁଆଟା ଛଟପଟ ହେଉଥିବ ଭିତରେ ଗୁଡ 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 ଭାଇବ୍ରେସନ ହେଉଥିବ ଛୁଆ ଯଦି ରେଡି ହେଇନାହିଁ ଚୁପ ଥିବ ରେଡି ହେଇଗଲା ମାନେ ଟାଇଟ ହେଇଯାଉଥିବ ସେ ଖୋଳ ଟାଇଟ ହେଇକି ମତେ ବାହାର କର ପାରୁନି ଭିତରେ ପାରୁନି ମତେ ବାହାର କର ମରିଯିବି ଛଟପଟ ହେଇକି ଅଣ୍ଡା ଭାଇବ୍ରେଟ ହେଉଥିବ ଏ 21 ଦିନ ଭିତରେ ବହୁତ ଥର ସେ ଭାଇବ୍ରେସନ ଫିଲ୍ କରିକି କୁକୁଡ଼ା କଣ କରିବ ସେ ସାଇଡ ଘୁଞ୍ଚିକି ଦେଖିବ ହୋ ଏ ଅଣ୍ଡା ରେଡି ହଉଛି ତା ବସିଥା ତାପରେ ଅରେ ବସିଥିବ ଲାଷ୍ଟ କୁ ସେ ରେଡି ହେଇଗଲା ଯେତେବେଳେ ଫିଲ୍ କରିବ ମା ଅଣ୍ଡାକୁ ଯେତେବେଳେ ଫଟାଇବ ଛୁଆ ବାହାରିବ ଭିତରୁ ଏ ଅଣ୍ଡା ଖୋଳ ଭିତରେ ଯୋଉ ଛୁଆଟି ରେଡି ହେଇକି ପ୍ରସ୍ତୁତ ଛଟପଟ ହଉଛି ତାହା ହିଁ ଆତ୍ମାରେ ଆର୍ତ୍ତନାଦ ଅଟେ ଆମମାନଙ୍କର ଗୋଟେ 20 ବର୍ଷ ନଥିବା ଏଇ ବ୍ୟସ୍ତତା ଆଜି ଏଇ ଦିନ ମାନଙ୍କରେ କାହିଁକି ଆସୁଛି ପ୍ରଭୁ ଶୀଘ୍ର ଆସିଯାଉ ଆଉ ନାଇଁ ପ୍ରଭୁ ତୁମେ ଶୀଘ୍ର ଆସିଯାଉ ଦୁନିଆ ପାଇଁ ଲାଳସା ନାହିଁ ପ୍ରଭୁ ଆଉ ତୁମେ 1 କୋଟି ଟଙ୍କା ଦେଲେ ବି ଦରକାର ନାହିଁ ପ୍ରଭୁ ତୁମେ ଦୁଃଖ କେଜି ସୁନା ଦେଲେ ବି ଦରକାର ନାହିଁ ପ୍ରଭୁ ଆଉ ନାଇଁ ଥାଉ ପ୍ରଭୁ କେତେ ବହୁତ ଜଣଙ୍କୁ ଲାଗୁଛି ସେମିତି ଫିଲିଂ ୱାଏ ୟୁ ଆର୍ ଗେଟିଂ ରେଡି ଥାଉ ମାନେ ଜଗତରେ ସୁଖ ମିଳିଲେ ବି ଖୁସି ଲାଗୁନି କେତେ ଜଣଙ୍କୁ ବାକି ଲୋକ ଦେ ଆର୍ ଏନ୍ଜୟିଂ ବ୍ୟସ୍ତ ଚାକିରି କର କମ ସେଠି ଆପ୍ଲାଏ କର ଏଠି ଇନ୍ସୁରାନ୍ସ କର ସେଠି ଲ୍ୟାଣ୍ଡ କିଣିଛୁ ଲ୍ୟାଣ୍ଡ କିଣିଛୁ ଆମେ ଗୋଟେ ଘର ଗୋଟେ କରିଛେ ଘର ପ୍ରତିଷ୍ଠା ଗୋଟେ କରିବୁ ଆମେ ଗୋଟେ ଇଏ କରିବୁ ଓକେ ସମସ୍ତଙ୍କୁ ସେ ବ୍ୟस्तता नहीं आज कुछ लोग हैप्पी है ऐसे लोगों को ना मैसेज बहुत विरक्त कर देवे एमती कौन विचार कर लोकटा तांकर मैसेज को तांको ଟିକେ ଶାନ୍ତିରେ ମେସେଜ ଦଉନାହାନ୍ତି କଣ ଟିକେ ଈଶ୍ୱରଙ୍କର ପ୍ରେମର ବିଷୟ ଟିକେ ହେଉ ଟିକେ କିନ୍ତୁ ଆମେ କହିବୁ ବୋଲିଲେ ବି ଆମକୁ ଆସୁନି ସେଟା ବ୍ୟସ୍ତତା ଗୋଟେ ହେଁ? ବହୁତ ବୁଢା ହେଲା ପରେ ବହୁତ ବୃଦ୍ଧ ହେଲା ପରେ ସେ ମା ବାପା ମାନେ ବୁଢା ଜେଜେ ବାପା ଯୋଉ ସେ ଫିଲ୍ କରିଦିଅନ୍ତି ଯିବାର ଟାଇମ ଆସିଗଲା ବାବୁ ଡାକିଦେ ନାତି ନାତୁଣୀ ଡାକିଦେରେ କିଏ ଜାଣେ ବେଶୀ ଦିନ ରହିବ नहीं ଲାଗୁଛି ଜଣା ପଡି ଯାଉଥିବ ସେ ଦେव दे कैन फील दैट मेरे जाने का टाइम आ गया ऐसे हमारे जाने का टाइम आ रहा है तो ବ୍ୟସ୍ତତା ଲାଗିବ ହିଁ विवाह निमंत्रण रेडी ହେଇଥିବା ଝିଅ ସମ୍ବନ୍ଧ କଥା ହେଲ ସବୁ କଥା ହେଲ ଏଙ୍ଗେଜମେଣ୍ଟ ବି ହେଇଗଲା ବିବାହ ମ୍ୟାରେଜ ର ଡେଟ୍ ପାଖକୁ ଆସିଲା ବେଳକୁ କେମିତି ବ୍ୟସ୍ତତା ଥିବ ଘରେ ଆରାମରେ ଥିବେ ନର୍ମାଲ ଥିବେ ସେ ଝିଅ କଣ ସେ ନର୍ମାଲ ଥିବ କି ଡେଟ୍ ପାଖକୁ ଆସିବା ବେଳକୁ ସେ ଝିଅର ବ୍ୟସ୍ତତା ବଢି ଯାଉଥିବ ନାଇଁ ଘର ଛାଡି ପଳାଇବି ତ ଆଉ ବଡ ବହୁତ ବଡ ଗୋଟେ ଆଲମାରି ଗୋଟେ ଆଣିଲି ରେ ବୋଲି ବାପା ଆସିକି ଆଣିଲ ତ ଆଣିଲ ମୁଁ କଣ କରିବି ମୁଁ ତ ପଳେଇବା ଲୋକ ଆଉ ବୋଧେ ଗୋଟେ ଏଲଇଡି ଟିଭି ଗୋଟେ ଆଣିଲି ରେ ଝିଅ ଦେଖ ନାଇଁ ବାବା ଥାଉ ଆଣୁଥିଲା ଆଣୁ ତୁମ ପାଇଁ ସେଟା ମୁଁ ତ पळेबी जाने वाला का ना जो माइंड सेट तो अलग होता है ସେମାନେ खुद दुनिया का खुशी दुनियाର खुशी ଆଣିକି ପାଦ ପାଖରେ ରଖିଦେଲେ ବି ସେମାନେ ଖୁସି ହେବେ ନାହିଁ क्यों ଆମେ କଣ କରିବା ଆଜ୍ଞା ପଳେଇବ ଲୋକ हम जाने वाले हैं ପବିତ୍ର ଆତ୍ମାରେ ଆର୍ତ୍ତନାଦ କରିବା ଲୋକମାନଙ୍କର ମନ ପ୍ରାର୍ଥନା କରିକି ଗୋଟେ କଥା କହିବେ ଆସିଯାଅ ପ୍ରଭୁ ଶୀଘ୍ର
या तो आप जल्दी आओ या तो हमें ले जाओ, गोटे ही କଥା ଆଉ। 5 ବର୍ଷ ହେଲ ମ୍ୟାରେଜ ହେଇକି 5 ବର୍ଷ ହେଇଗଲା, ସ୍ୱାମୀ ଯାଇକି ଦୁବାଇରେ କି ଗଲ୍ଫରେ କୋଉଠି ଚାକିରି କରୁଛି, ଆସିବାକୁ ନାହିଁ ଦେଖିବାକୁ ନାହିଁ କିଛି ନାହିଁ। ଆଉ ସେ ସ୍ୱାମୀ ଫୋନ କରିବ କେମିତି ଅଛୁ, ହେଁ ସୁନା ପଠେଇବି ଦୁବାଇର, ଶାଢୀ ପଠେଇବି, କଣ କହିବ ସେ? ତୁମ ସୁନା ଦରକାର ନାହିଁ, ତୁମର ଶାଢୀ ଦରକାର, କେତେବେଳେ ଆସୁଛୁ କୁହ ମତେ, ନହେଲେ ମୁଁ ପଳେଇ ଆସିବି ଖୁବ୍ ଶୀଘ୍ର। 5 ବର୍ଷ ହେଲା ଛାଡିକି ପଳେଇଲା, କି କିଛି ମାଇଣ୍ଡ ଅଛି ନା ନାଇଁ? ଗୋଟେ ପ୍ରକାର ବ୍ୟସ୍ତତା। ସ୍ୱାମୀ ଯାଇ ଅଛନ୍ତି ବାହାରେ, ଆଉ ଏଠି ପର୍ବ ଚାଲିଛି, ଫଙ୍କସନ ଚାଲିଛି, କ୍ରିସମାସ ଚାଲିଛି, ସେ ଝିଅ ଖୁସି ଲାଗୁଥିବ କି କୁହନ୍ତୁ ତ? ସମସ୍ତେ ପ୍ରେମିକ, ଶାଶୁ ମା ପ୍ରେମ କରୁଥିବ, ମା ବି ପ୍ରେମ କରୁଥିବ, ଝିଅ ଦେ ତୋର କ୍ରିସମାସ ପାଇଁ ଗୋଟେ ଶାଢୀ ଆଣିଲି, ଏ ଦେ ପିନ୍ଧିଥା, ଏଠି ଗୋଟେ ସୁନା ଗୋଟେ ଆଣିଲି ପିନ୍ଧିଥା, ଏ କଣ ହବ? ମୋ ଶାଢୀ ପିନ୍ଧିଲେ ଆজ ଭଲ ଦିଶୁଛ ବୋଲି କହିବା ପାଇଁ ସ୍ୱାମୀ ଯଦି ତା ସାଙ୍ଗରେ ନଥାନ୍ତେ, ମୁଁ କଣ କରିବି ପିନ୍ଧିକି, କାହାକୁ ଦେଖାଇ ହେବି ଏଠି? ଥାଉ, ସେ ଆସିଲେ ପିନ୍ଧିବି, ଭଲ ଶାଢୀ ବି ଥିବ, ଥାଉ ସେ ଆସିଲେ ପିନ୍ଧିବି, ଭଲ ସୁନା ଥିବ, ଥାଉ ସେ ଆସିଲେ ପିନ୍ଧିବି, ସେ ବି କହୁଥିବ ପିନ୍ଧୁନ, ମୁଁ ମନା କରିଲେ କି, ଏନ୍ଜୟ କର। ହେଲେ ତୁମେ ବହୁତ ଏନ୍ଜୟ ଅଛ ନାଇଁ ସେଠି? ନାଇଁ, ମୁଁ କେମିତି ଏନ୍ଜୟ ଥିବି ହେଲେ? ମଣ୍ଡଳୀର ସ୍ୱାମୀ ସ୍ୱର୍ଗରେ ଅଛନ୍ତି, ଆସିବି ବୋଲି କହିକି ପଳେଇଛନ୍ତି, ମଣ୍ଡଳୀକୁ ବ୍ୟସ୍ତତା ନଥିବା କଥା କି? ଏଙ୍ଗେଜମେଣ୍ଟ ହେଇଛି ପୁରା। ଯେଉଁ ମଣ୍ଡଳୀ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଏଙ୍ଗେଜମେଣ୍ଟ ହେଇଛି, ସେମାନେ ବି ବ୍ୟସ୍ତ ହେଉଛନ୍ତି ଆଜି। ଆଉ ସେ ଏଙ୍ଗେଜମେଣ୍ଟ ରିଙ୍ଗ ଅଟନ୍ତି ପବିତ୍ର ଆତ୍ମା, ସେଇଟା ଦେଖାଇକି ସାରିବି। ପ୍ରେଜ ଦ ଲର୍ଡ। ସେଇ ଏଫେସୀ 4:30, ଏଫେସୀ 1:13, କେତେ ଦେଖାଇଲୁ, କେତେ ଦେଖାଇ ଦେଖାଇ ଆସିଛି ଆଉ ଦୁନିଆ ସାରା। ପବିତ୍ର ଆତ୍ମା ଅଟନ୍ତି ଆମମାନଙ୍କର ଏଙ୍ଗେଜମେଣ୍ଟ ର ରିଙ୍ଗ, ମୁଦ୍ରା, ଚିହ୍ନ ଚିହ୍ନ। 1:13 ଏଫେସୀ। ତାହାଙ୍କଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। 14 ପଦ। ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱର ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନା ସ୍ୱରୂପ। ବଇନା ସ୍ୱରୂପ। 4:30 ଏଫେସୀ। ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ଗୋଟେ ମିନିଟ, ମୁଦ୍ରା ମାନେ କଣ? ସିଲ, ସାଇନ, ଚିହ୍ନ। ପୁଅ ଯାଇକି ଝିଅ ଘରକୁ ଯାଇକି ଚିହ୍ନ ଦେଇକି ଆସିବ, ଶାଢୀ ଦେଇକି କିଛିଟା ଦେଇକି ଚିହ୍ନ ଦେଇକି, ମାନେ ଏଟା ଆମର ଝିଅ, ଅଲଗା ସମ୍ବନ୍ଧ ଆଣ ନାହିଁ ଦୟାକରି, ପ୍ଲିଜ ପ୍ଲିଜ ପ୍ଲିଜ। ମ୍ୟାରେଜ ପରେ କରିବୁ, ମ୍ୟାରେଜ ବର୍ଷେ ପରେ କଲେ ବି ଆଗେ ଏଙ୍ଗେଜମେଣ୍ଟ ନହେଲେ କଣ କହିବେ ମଙ୍ଗନି କରିଦିଅନ୍ତି। ତେଲୁଗୁରେ ଏଠି ନିଶ୍ଚିତାର୍ଦ୍ଧମୁ, ନିଶ୍ଚୟ କରିବାଟା, ଏଇ ଝିଅକୁ ହିଁ ଆମେ ଆମ ପୁଅ ପାଇଁ ନେବୁ, ଆଉ ଦୟାକରି ଅନ୍ୟ ସମ୍ବନ୍ଧ ଦେଖନ୍ତୁନି, ଚିହ୍ନ ଦେଇ ଦେଇକି ଆସ। ଚିହ୍ନ, ପବିତ୍ର ଆତ୍ମାଙ୍କୁ ପୁଣି ମୁଦ୍ରା ସ୍ୱରୂପେ ପ୍ରଭୁ ଦେଇଛନ୍ତି ପୁଣି। ଆଉ ବଇନା ସ୍ୱରୂପ, ବଇନା ବି ମାନେ କଣ? ଆଡଭାନ୍ସ। ସେ 2 Corinthians 11:2। କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀକନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ବାଗଦାନ, ଏଙ୍ଗେଜମେଣ୍ଟ। ମୋ ପଢ ଦେଖ, ମଣ୍ଡଳୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ବାଗଦାନ ହେଇଛି। ସେ ଆସିକି ମଣ୍ଡଳୀକୁ ଧରିକି ନେଇକି ମ୍ୟାରେଜ କରିବେ। ମ୍ୟାରେଜ ପୂର୍ବରୁ କୋଉଟା? ବାଗଦାନ ଇଜ ଇମ୍ପୋର୍ଟାଣ୍ଟ, ଏଙ୍ଗେଜମେଣ୍ଟ ଇମ୍ପୋର୍ଟାଣ୍ଟ। ଆଜି ମଣ୍ଡଳୀର ଏଙ୍ଗେଜମେଣ୍ଟ ହେଇଯାଇଛି। ବହୁତ ଜଣଙ୍କ ଏଙ୍ଗେଜମେଣ୍ଟ ପାଇଁ ବି ଗୋଟେ ରିଙ୍ଗ ଦିଅନ୍ତି, ତାପରେ ଯାଇକି ମ୍ୟାରେଜରେ ଗୋଟେ ରିଙ୍ଗ ଦିଅନ୍ତି। ତ ପବିତ୍ର ଆତ୍ମା ଅଟନ୍ତି ଏଙ୍ଗେଜମେଣ୍ଟ ରିଙ୍ଗ, ମୁଦ୍ରା ଆଉ ବଇନା ସ୍ୱରୂପ। ତ ପଏଣ୍ଟ, ସେଥିପାଇଁ ପ୍ରକାଶିତ ବାକ୍ୟରେ ଦେଖିଲୁ, ଆତ୍ମା ଓ କନ୍ୟା କହନ୍ତି ଆସ, हम रेडी हो गए, आसी जाओ, प्रभु आसी जाओ, रेडी, वी आर रेडी।
ଏଲିଆଜର ଯାଇକି ରିବକାଙ୍କ ହାତରେ ସାରାଙ୍କର ସୁନା ଦେଇ ହାତରେ ଥୋଇଦେଲେ। ଫିକ୍ସ। ଅନ୍ୟର ସୁନା ଯୋଉ ଝିଅ ନେଇଗଲା ଘରେ ମାନେ ଫିକ୍ସ ହେଇଗଲା ବୋଲି ଅର୍ଥ। ଆପଣ ସୁନା ପିନ୍ଧିବା ପାଇଁ ସେ ପଦ ପର୍ବ କାଢିକି ଦେଖାନ୍ତି, ମୁଁ ପବିତ୍ର ଆତ୍ମାଙ୍କ ବିଷୟରେ ଦେଖାଉଛି। ପାଇଲ କି ପବିତ୍ର ଆତ୍ମା? ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ପାଇଲେ କି? ପାଇନାହାନ୍ତି? ବ୍ୟସ୍ତ ହୁଏନି, ପାଇଯାଅ। ଫ୍ରିରେ ମିଳୁଛନ୍ତି ଆଜ୍ଞା, ପଇସା ଲାଗିବନି ସେଟା ପାଇଁ। ଆପଣ ମାନେ କୋଉ ଗୋଟେ କେରଳ, ଚେନ୍ନାଇ, ବେଙ୍ଗଲୋର ଯିବା ଦରକାର ନାହିଁ କି ଆମର କନଫରେନ୍ସକୁ ଆସିଲ 5,000 ଟଙ୍କାର ଆପଣ ଇଏ କଣ ଫିସ୍ ବାନ୍ଧିଲେ ତୁମକୁ ପବିତ୍ର ଆତ୍ମା ଦିଆଯିବ ବୋଲି ଦୋକାନ ଖୋଲିକି ରଖନ୍ତୁ ନାହିଁ। ସେଇଠିକୁ ଯାଆନ୍ତୁ ନାହିଁ, ମିଳିବେ ନାହିଁ। ଫ୍ରି। କେମିତି ପାଇବାର କାଲି କହିବି, କିନ୍ତୁ ଫ୍ରି। ସମସ୍ତ ମର୍ତ୍ତ୍ୟଙ୍କୁ ଦେବା ପାଇଁ ଜଗିଲା ବେଳକୁ ମାଗିଲେ ସିନା ଦେବେ, ଆଶା ରଖିଲେ ସିନା ପବିତ୍ର ଆତ୍ମା ଦେବେ। ପବିତ୍ର ଆତ୍ମାକୁ ପାଇଁ ସେ ଲାଳାୟିତ ହେଲେ ସିନା ଦେବେ ଆଜ୍ଞା। ତୁଚ୍ଛାରେ ମିଳିଯିବେ କି? ଫ୍ରିରେ ମିଳିବେ, କିନ୍ତୁ ମାଗିବାର ତରିକା ଅଛି। କାର ମୁଣ୍ଡ ସ୍ପିରିଟ ଇମ୍ପୋର୍ଟେସନ ମିଟିଂ ଥିବ, ଲୋକମାନେ ଆସିକି ମୁଣ୍ଡରେ ହାତ ଦେଇଥିବେ, ବାହାରି ପଡିଲେ ପ୍ରେରିତ ମାନେ ଆଜିକାଲି ନା। ଜହନ କହିଲେ, ବାପ୍ତିଜକ ଜହନ, ଆମ୍ଭେ ଜଳରେ ବାପ୍ତିସ୍ମ ଦେଉ, କିନ୍ତୁ ମୋ ପଛରେ ଯିଏ ଆସୁଛନ୍ତି ନାଇଁ କି, ସେ ମୋଠୁ ସ୍ପେଶାଲ। କାରଣ ସିଏ ଆତ୍ମାରେ ଆଉ ଅଗ୍ନିରେ ବାପ୍ତିସ୍ମ ଦେବେ। ସିଏ ଦେବେ, ଯୀଶୁ ଖ୍ରୀଷ୍ଟ ହିଁ ଆତ୍ମା ଦିଅନ୍ତି, ପବିତ୍ର ଆତ୍ମା। ହଁ, ପ୍ରେରିତ ମାନେ ଛୁଇଁଲେ ପବିତ୍ର ଆତ୍ମା ପାଉଥିଲେ। ଆଜିକାଲି ସେତିକି ବଡ ପ୍ରେରିତ ମାନେ ନାହାନ୍ତି ଯେ, ପ୍ରଭୁ ତ ଅଛନ୍ତି ନା। ପ୍ରେରିତ ମାନଙ୍କୁ ଖୋଜ ନାହିଁ ବେଙ୍ଗଲୋର, କେରଳ ଯାଇକି। ଆପଣଙ୍କ ପାଖରେ ଅଛନ୍ତି, ପ୍ରଭୁଙ୍କୁ ଖୋଜ, ପାଇବେ କନଫର୍ମ। ପ୍ରାର୍ଥନା କରିବା। ପ୍ରେଜ ଦ ଲର୍ଡ। ପ୍ରଭୁ ଧନ୍ୟବାଦ ଦେଉଛେ ସୁନ୍ଦର ସମୟ ପାଇଁ। ପ୍ରଭୁ ଆଜି ମଣ୍ଡଳୀକୁ ତୁମେ ବାଗଦାନ କଲ ବୋଲି ଆଜି ପ୍ରଭୁ ତୁମେ କଥା ହେଇଥିବାରୁ ଧନ୍ୟବାଦ ଦେଉଛୁ। ପବିତ୍ର ଆତ୍ମାଙ୍କର ଗୁରୁତ୍ୱ କଣ, ମହତ୍ଵ କଣ ଜଣାଉଛ, ଧନ୍ୟବାଦ ଦେଉଛି। ଯେଉଁମାନେ ପର୍ଯ୍ୟନ୍ତ ପବିତ୍ର ଆତ୍ମା ପାଇନାହାନ୍ତି, ଦୟାକର ପ୍ରଭୁ ଯଥା ଶୀଘ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇକି ତୁମରି ମନକୁ ଜାଣିବା ପାଇଁ, ତୁମରି ପଥକୁ ଜାଣିବା ପାଇଁ ସାହାଯ୍ୟ କର। ଆଉ ଏଙ୍ଗେଜମେଣ୍ଟ ହେଇଥିବା ମଣ୍ଡଳୀରେ ସ୍ଥାନ ପାଇବା ପାଇଁ ସାହାଯ୍ୟ କର। ଆଉ ଯେଉଁମାନେ ପବିତ୍ର ଆତ୍ମା ପାଇଛନ୍ତି ସେମାନେ ଯେପରି ଚେକ୍ କରନ୍ତି କି ପ୍ରକୃତରେ ପବିତ୍ର ଆତ୍ମା ପାଇଛନ୍ତି ନା ଗୋଟେ ଭ୍ରାନ୍ତିଜନକ ଆତ୍ମା ପାଇଛନ୍ତି, ସେମାନେ ଯେପରି ଚେକ୍ କରିବେ, ନିଜକୁ ସାହାଯ୍ୟ କର, ପରୀକ୍ଷି ପାରିବେ ଯେପରି, ଏଥିପାଇଁ ସାହାଯ୍ୟ କର। ଆଉ ଯେଉଁମାନେ ପବିତ୍ର ଆତ୍ମା ପାଇଛନ୍ତି ଦୟାକର ଯେପରି ପବିତ୍ର ଆତ୍ମାଙ୍କର ଅଭିଷେକ ନ ହରାଇବେ, ଅବାଧ୍ୟ ହେଇକି ଅଶୁଚି ହେଇକି ପବିତ୍ର ଆତ୍ମାଙ୍କୁ ଯେପରି ହରାଇ ନ ଦେବେ, ହୃଦୟ କଠିନ ଯେପରି ନ କରିବେ, ପବିତ୍ର ଆତ୍ମାଙ୍କୁ ଯେପରି ଦୁଃଖ ନ ଦେବେ, ପବିତ୍ର ଆତ୍ମାଙ୍କର ଅଗ୍ନିକୁ ଯେପରି ସେମାନେ ନିବାରଣ ନ କରିଦେବେ, ଲିଭାଇ ନ ଦେବେ, ସାହାଯ୍ୟ କର। ମତେ ବି ସାହାଯ୍ୟ କର, ପବିତ୍ର ଆତ୍ମାଙ୍କୁ ଯେପରି ଦୁଃଖ ନ ଦେବି ପ୍ରଭୁ, ଏଥିପାଇଁ ସାହାଯ୍ୟ କର। ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା ପାଇଁ ସାହାଯ୍ୟ କର। ଏଇ ଶେଷ କାଳରେ, ଏଇ ଶେଷ ଯୁଗରେ କାହାକୁ ନଥିବା ବ୍ୟସ୍ତତା ଆମକୁ ଦେଲ ପ୍ରଭୁ ତୁମରି ଆଗମନ ପାଇଁ। ଏଇ ଜଗତରୁ ଛାଡିକି ପଳେଇବା ପାଇଁ ଯେ ବ୍ୟସ୍ତତା ତମେ ଦେଇଛ ଲର୍ଡ, ଧନ୍ୟ ପ୍ରଭୁ, ଧନ୍ୟବାଦ ଦେଉଛୁ, ଧନ୍ୟବାଦ ଦେଉଛୁ। ତୁମର ଆଗମନ ଅତି ଶୀଘ୍ର ନା ବିଳମ୍ବ ତାହା ଆମକୁ ଫରକ ପଡିବନି, କିନ୍ତୁ ଏଇ ଜଗତକୁ ଛାଡିକି ଏଇ ଦେହର ମୁକ୍ତି ନିମନ୍ତେ, ଏଇ ଶରୀରର ଅଭିଳାଷର ମୁକ୍ତି ପାଇଁ ଯେଉଁ ବ୍ୟସ୍ତତା ଛଟପଟ ହେବାକୁ ତୁମେ ଦେଉଛ, ସେ ସେ ପ୍ରେରଣା ଦେଉଛ, ଅକଥନୀୟ ଆର୍ତ୍ତନାଦ ଦ୍ୱାରା ରୋଦନ କରିବାର ପ୍ରାର୍ଥନା ଶିଖାଉଛ, ଏଥିପାଇଁ ଧନ୍ୟବାଦ ଦେଉଛ। ସମସ୍ତଙ୍କୁ ଏଇ ସ୍ୱିଟ୍ ଏକ୍ସପିରିଏନ୍ସ ପ୍ରଦାନ କର ପ୍ରଭୁ, ତୁମରି ଆଗମନ ପାଇଁ ମୁଁ ସମସ୍ତଙ୍କୁ ପ୍ରସ୍ତୁତ କର ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲି ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ସହାୟତା, ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବରୀ କ୍ରୁଶର ଜୟ। ହାଲେଲୁୟା, ହାଲେଲୁୟା, ହାଲେଲୁୟା।